बर्तमान आम टे माँ का म्यूजिक सहित नीरव रहा माँ को आह्वान करवा माँ को उपस्थिति अनुभव करवा माँ प्रति निजक खोली धरवा ये स्वतंत्र कार्यक्रम माँ का कार्यक्रम तेणु माँ आमको स्वतंत्र कृपा रखु से प्रार्थना रख साइलेंस गोटे मिनिट माँ को नाम जप कर Ma 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 Mama 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 over मधुमयी माँ परम प्रभु श्री अरविंद आज स्वतंत्र कार्यक्रम रे उपस्थित समस्त मातृप्रेमी अपा भाई मान मोर हृदय प्रणाम वंदे मातरम। माँ प्रतिटी क्षण रे जीवन को मोर नेउ छटाणी माँ नेउ छटाणी प्रतिटी क्षण रे जीवन को मोर नेउ छटाणी माँ नेउ छटाणी आलोक अंधार सुख आउ दुख आलोक अंधार सुख आउ दुख पारुनी जानी माँ पारुनी जानी प्रतिटी क्षण रे जीवन को मोर नेउ छटाणी माँ नेउ छटाणी सूर्य त तुमे पद्मटिए मु करी चालिछ त किरण दान केबे पचारिनी फुटिबा पाई कि केते लोड़ा मोर आलोक दान
ସୂର୍ଯ୍ୟ ତ ତୁମେ ପଦ୍ମଟିଏ ମୁଁ କରି ଚାଲିଛ ତ କିରଣ ଦାନ କେବେ ପଚାରିନି ଫୁଟିବା ପାଇଁ କି କେତେ ଲୋଡ଼ା ମୋର ଆଲୋକ ଦାନ ଆଲୋକ ଅନ୍ଧାର ସୁଖ ଆଉ ଦୁଃଖ ଆଲୋକ ଅନ୍ଧାର ସୁଖ ଆଉ ଦୁଃଖ ପାରୁନି ଜାଣି ମା ପାରୁନି ଜାଣି ପ୍ରତିଟି କ୍ଷଣରେ ଜୀବନକୁ ମୋର ନେଉଛ ଟାଣି ମା ନେଉଛ ଟାଣି ଅନ୍ତର ଆଖିରେ ନିରେଖି ଦେଖିଲେ ସଭିଏ ଲାଗନ୍ତି କେତେ ନିଜର ହେଲେ ଜଣାଯାଏ ଭିନ୍ନତା କେବଳ ବାହାରର ସ୍ଥୂଳ କାରବାର ଅନ୍ତର ଆଖିରେ ନିରେଖି ଦେଖିଲେ ସଭିଏ ଲାଗନ୍ତି କେତେ ନିଜର ହେଲେ ଜଣାଯାଏ ଭିନ୍ନତା କେବଳ ବାହାରର ସ୍ଥୂଳ କାରବାର ଆପଣା ପଣିଆ ନେଇ ଏ ସଂସାର ଆପଣା ପଣିଆ ଦେଇ ଏ ସଂସାର ସବୁ ଚଳଣି ମା ସବୁ ଚଳଣି ପ୍ରତିଟି କ୍ଷଣରେ ଜୀବନକୁ ମୋର ନେଉଛ ଟାଣି ମା ନେଉଛ ଟାଣି ଆଲୋକ ଅନ୍ଧାର ସୁଖ ଆଉ ଦୁଃଖ ଆଲୋକ ଅନ୍ଧାର ସୁଖ ଆଉ ଦୁଃଖ ପାରୁନି ଜାଣି ମା ପାରୁନି ଜାଣି ପ୍ରତିଟି କ୍ଷଣରେ ଜୀବନକୁ ମୋର ନେଉଛ ଟାଣି ମା ନେଉଛ ଟାଣି ନେଉଛ ଟାଣି ମା ନେଉଛ ଟାଣି ନେଉଛ ଟାଣି ମା ନେଉଛ ଟାଣି ମା ଶ୍ରୀ ଅରବିନ୍ଦ ଦୁର୍ଗା ସୂତ୍ର ମାତଃ ଦୁର୍ଗେ ସିଂହବାହିନୀ ସର୍ବଶକ୍ତି ଦାହିନୀ ମାତଃ ଶିବପ୍ରିୟେ ତୋର ଶକ୍ତାଂଶ ଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସୀନ ପ୍ରାର୍ଥନା କରୁଛୁ। ଶୁଣ ମାତଃ ଏହି ଭାରତବର୍ଷେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋହର ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଉ। ଏଥର ବି ଜନ୍ମ ହୋଇ ତୋହର ହିଁ କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ। ଶୁଣ ମାତଃ ଏହି ଭାରତବର୍ଷେ ସହାୟ ହୁଅ। ମାତଃ ଦୁର୍ଗେ ସିଂହ ବାହିନୀ ତ୍ରିଶୂଳ ଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରେ ମାତଃ ଜୟଦାୟିନୀ ତୋ ପ୍ରତୀକ୍ଷାରେ ଭାରତ ରହିଅଛି। ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ ଏହି ଭାରତବର୍ଷେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ। ମାତଃ ଦୁର୍ଗେ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମୀ ଭାରତ ସଂଗ୍ରାମୀ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ ଦିଅ ମା ପ୍ରାଣୀ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ ଦିଅ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର ଦେବ ଜ୍ଞାନ। ମାତଃ ଦୁର୍ଗେ ଜଗତ୍ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୁ ହିଁ ମାତଃ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତଃ ତିମିର ବିନାଶ କର। ମାତଃ ଦୁର୍ଗେ
ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହେଉ। हे मातः विनाश कर क्षुद्रता विनाश कर स्वार्थ विनाश कर भय। मातः दुर्गे काली रूपिणी निमुंड मालिनी दिगांबरे कृपणा पाणी देवी असुर विनाशिनी क्रूर निनादरे अंतस्थ रूप विनाश कर। गोटे भी जेपरी आम्भ मानक मध्यरे जीवित रही न पारे विमल निर्मल जेपरी हेउ एही प्रार्थना मातः प्रकाश हुओ। मातः दुर्गे स्वार्थ भय क्षुद्र शयतान म्रियमाण भारत आम्भ मानकु महत् कर महत् प्रयासी कर उदारचता कर सत्य संकल्प कर जेपरि अल्पासिनी श्रेष्ठ अलस भयभीत न हो। मातः दुर्गे जोग शक्ति विस्तार कर आम्हे तोर प्रिय आर्य संतान आम्भ मानक मध्यरे लुप्त शिक्षा चरित्र मेधा शक्ति श्रद्धा भक्ति तपस्या ब्रह्मचर्य सत्य ज्ञान विकास करी जगतरे वितरण कर। मानव सहाय दुर्गति नाशिनी जगदम्बे प्रकाश हुओ। मातः दुर्गे अंतस्थ रिपु संहार करी बाहर बाधा विघ्न निर्मूल कर। बलशाली पराक्रमी उन्नत चेता आर्य जाति भारतर पवित्र कानने उर्वर क्षेते गगन सहचर पर्वत तले पूत सलीला नदी तीरे एकदा प्रेम सत्य शक्ति शिल्प साहित्य विक्रम ज्ञान श्रेष्ठ हुई निवास करू। मातृचरण रे हाई प्रार्थना प्रकाश हुओ। मातः दुर्गे आम्भ मानक मध्यरे जोग बल रे प्रवेश कर आम्भे माने होई उठिबु तोर जंत्र अशुभ विनाश तरबारी अज्ञान तिमिर विनाशी प्रतीप। भारतर युवक गणकर एही वासना पूर्ण कर जंत्री होई जंत्र चलाओ अशुभ अंत्री होई तरबार घुराओ ज्ञान दीप्ति प्रकाशिनी होई प्रदीप धर प्रकाश हुओ। मातः दुर्गे तोते पाइले आउ विसर्जन करिबु नाही श्रद्धा भक्ति प्रेमर डोरे बांधी रख। आस मातः आम्भ मानक मन प्राण शरीर प्रकाश हुओ। वीर मार्ग प्रदर्शिनी आस आउ विसर्जन करिबु नाही आम्भ मानक समग्र जीवन हेउ निरवच्छिन्न दुर्गा पूजा आम्भ मानक सकल कार्य अविरत पवित्र प्रेममय शक्तिमय मातृ सेवा व्रत हेउ। एहा ही प्रार्थना मातः भारत रे आविर्भूत हुओ प्रकाश हुओ माँ प्रकाश हुओ। ओं आनंदमयी चैतन्यमयी सत्यमयी परमा जननी सच्चिदानंद स्वरूप परम प्रभु श्री अरविंद आज स्वतंत्र मातृ कार्य उपस्थित थिबा समस्त मातृप्रेमी भाई भौणी मानकु अंतरु स्वागत जनाऊँगी। आम मानकर अहोभाग्य जे आम मानक गहन रे आम माने अजय भाई को पाइछंती। अजय भाई को प्राय समस्ते जानिथिबे जो माने पुराना पाठचक्र मेंबर एवं पुराना अपा भाई माने नुआ मानक पई केवल एतिकी कहिबी अजय भाई होउचंदी केउंझर जिल्लार जो हाई स्कूल अच्छी सेठी से निजे इंटीग्रल स्कूल जो पूर्णांग शिक्षा केंद्र से शिक्षकता करुचंदी। ता सहित जेतेबेले समय पाउचंदी समय को सदुपयोग करुचंती मांकर कार्यधारा रे ताकू ठीक भाव में परिचालित करिवारे से ओडिशा सारा विभिन्न जगह बुलुचंती माश्री कथा कहउचंती एवं पंडिचेरी सहित संपृक्त सबले आश्रम मध्य जाउचंती मांकर कार्य करिबा मांक पई जीवन बंचिबा सेमती गोटे एभली जने व्यक्तित्व तांको तांकर परिचय देवाटा गोटे धृष्टता हम। शिक्षकता जदिओ जीवन धारा बंचिबा एवं सबु क्षेत्र रे से जो शिक्षकर भूमिका तुलेबा समस्त जीवन रे हुए नहीं। केवल स्कूल रे पाठ पढ़ेबा एवं जीवन क्षेत्र रे पाठ पढ़ेबा ये दुईटा भितर पार्थक्य रही। ये आध्यात्मिक ज्ञान क्षेत्र रे जीवन को संचालित करिवारे जो माने सब सहयोग करती भितरु ये होउचंती अन्यतम। तेणु तांक विषय आउ विशेष किछि कहूनी
आमने विषयवस्तु को आसवा भाई किसी शुणा आम मान भितर रही जिज्ञासा को आम मैंने उपस्थापन करी भाई उत्तर आशा करि परिबा। वर्तमान मु समस्त को यही परिप्रेक्षी रे स्वागत जनाऊँगी एवं अजय भाई को स्वागत जनाऊँगी। वर्तमान मु अजय भाई को अनुरोध करुच्ची विषय वस्तु को उपस्थापन करने। अपा मान भितर जदि किसी टॉपिक अच्छी हाँ जदि किए चाहूँगी किसी सेमती कौन गोटे स्वतंत्र विषय रे जानापी आपण मैंने जेकोसी टॉपिक हाँ प्रणाम आर द लोटस फीट ऑफ द डिवाइन मदर। करुणामयी माँ परम प्रभु श्री अरविंद सत सम्मान्य प्रशांत भाई मोर अति पूज्य मोर प्रतिदिन आईडी रे जोड़ी होता इंदोपा एवं एठी समस्त दिव्य विश्व भाई भणी माने गोटे बाणी आमे मन रखिबा। True progress lies in widening the spirit and abolition of all limitations. आमे समस्ते माँ को धरचु। अच्छा हाथ यदि लूज है खसवा ना नहीं प्रोग्रेस हम कि ट्रू प्रोग्रेस लाइज इन वाइडनिंग द स्पिरिट एंड abolition of all limitations। आज धर्म ना रे अनेक लिमिटेशन को रखाई संकीर्णता को रखाई नैतिकता ना रे आम रूपांतर प्रतिबंधक तैयारी कराई नीतिवादी माने तांको नीति से माने ता सर्कल बाहरी जाई परिबेनी से भावुछन आमे आम परिसर रहते ठीक अच्छे किंतु गोटे कथा आमे जानिबा आमे जो माँ श्रीरंग को ग्रहण करूचु कौन पई माँ श्रीरंग को धारा रे तैयारी होवा पई माँ श्री अरविंदर संकल्प को साकार रूप दवा पई प्रति मुहूर्त रे आमर अग्रगति हम कहार अग्रगति हम चेतनार अग्रगति हम। तेज जो चेतनार अग्रगति चाबिकाठी आम पाखे अच्छी से चाबिकाठा कौन आमे आम अंतरात्मार प्रेरणा द्वारा परिचालित हम। सहज कथा ये नुहे जेते सब समाज रे नीति नियम मनीष तैयारी कर देइछि से नीति नियम गुड़ा एमिति भाव आम प्रति रिजिड है कि करा हेछि जा फल आमे ता द्वारा निष्पेषित हेछु। तो नीति नियम ऊर्ध्व रहा नीति नियम ऊर्ध्व रहा माने कौन से नीति नियम रही श्रृंखला रही तो सब उशृंखलित हो जाए। ताले नीति नियम माने कौन धराबंधा नीति नियम को आम एक्सेप्ट कर पारिबानी। मो प्रत्येक नीतिर आवश्यक अच्छी नियम आवश्यक अच्छी कारण श्रृंखला बिना मनुष्य कौन सी गुण रे पशुठू उन्नत न। विदाउट डिसिप्लिन मैन इज नो बेटर देन एन एनिमल। श्रृंखला बिना मनुष्य कौन सी गुण रे पशुठू उन्नत नुहे श्रृंखला अपरिहार्य। तेज से श्रृंखला मनुष्य तार प्रकृति तार स्वभाव अनुसार से तैयारी करिवो जेमिति कि से परमंक पाखरे से पहुंच पारिवो तांका प्रभाव से ग्रहण कर पारिवो ता भितर विनम्रता तैयारी हेबो ता भितर आंतरिकता तैयारी हेबो ता भितर निष्ठा आसीबो ता भितर सरलता आसीबो ता भितर धैर्य आसीबो ता भितर स्थिरता अकपट भाव आसीबो एवं ता भितर अग्रगति करिवार एक ज्वलंत अग्निशिखार भाव ता भितर आसीबो। एभलिया नियम दरकार। तेणु जो नियम मत अचेतना भितर को नब मो पाई से नियम आप्लिकेबल नुह से बापा कहतु माँ कहतु सार कहतु समाज को जी भी कहू जदि मो चेतना को से तल को खसेला सेटा मो पाई नियम नुह। तो नियम असल उद्देश्य है भगवान सहित जोगयुक्त करेव तांको प्रभाव को ग्रहण करियारे साहाय्य करिवो तांकरी चेतना रे हमको प्लावित करिवो तांको चेतना द्वारा आम परिपुष्ट हो पारिबा समग्र सत्तारे ये माँ चेतना क्रियाशील हम सेटा हूँ नियम। आ जदि प्रतिबंधक है
ମୁଁ ଯଦି ଅଚେତନାକୁ ଖସିଲି ସେଟା ତ ନିୟମ ନୁହେଁ। ତେଣୁ ଏଇଥିପାଇଁ ଶ୍ରୀ ଅରବିନ୍ଦ କୌଣସି ଧରାବନ୍ଧା ନିୟମ ଲେଖି ନାହାନ୍ତି। ଇଚ୍ ୱାନ୍ ଇଜ୍ ଆନ୍ ଏକ୍ସେପସନାଲ, नो टू केसेस आर सिमिलर। माँ गोटे कथा कहले, when I say something should be done in this way or that way, your human mind takes it as a principle and tries to apply it very rigidly in all cases. For me, there are no rules, no regulations, no principles. Each one is an exceptional. No two cases are similar. बाणीटा लंबा मु शॉर्ट करके बुझे दे ओडिया रे। माँ कौन कहले, when I say something should be done in this way or that way, ମୁଁ ଯେତେବେଳେ ଯାହାକୁ କିଛି କହିଥାଏ ଯେ ଏଟା ଏମିତି ହବା ଦରକାର ବା ସେମିତି ହବା ଦରକାର, your human mind, ତମର ମାନୁଷ୍ୟ ମନ takes it, ଗ୍ରହଣ କରିନିଏ as a principle, ଗୋଟେ ନୀତି ହିସାବରେ, and tries to apply it, ଏବଂ ତାକୁ ପ୍ରୟୋଗ କରିବା ପାଇଁ ଚେଷ୍ଟା କରେ very rigidly in all cases, ଭାରି କଟାକଟି ହେଇକି ନିଷ୍ଠୁରତା ହେଇକି ସେ ତାକୁ ସବୁ କ୍ଷେତ୍ରରେ ଆପ୍ଲାଏ କରିବାକୁ ଚେଷ୍ଟା କରେ। ଫର ମି, କିନ୍ତୁ ମୋ ପାଇଁ there is no rule, no regulations, no principles. ମାଙ୍କ ପାଇଁ କୌଣସି ନୀତି ନିର୍ଦ୍ଧାରଣ ନାହିଁ। ମା ଏଇ ନିୟମରେ କାମ କରିବେ। ମଣିଷର କପୋଳ କଳ୍ପିତ ନିୟମରେ ମା କାମ କରନ୍ତି ନାହିଁ। ମା ପ୍ରତ୍ୟେକ ବ୍ୟକ୍ତିର ଅନ୍ତରାତ୍ମାର ବିକାଶ ପାଇଁ କଣ ଦରକାର ସେଥିପାଇଁ ତା ପାଇଁ ବ୍ୟବସ୍ଥା କରିଥିବେ। ମୋ ପାଇଁ ଯୋଉଟା କଲେ ଆଉ ଜଣ ପାଇଁ ସେଟା କରିବେନି। ମୋ ପାଇଁ ଗୋଟେ ପ୍ରକାର ହେଲେ ଆଉ ଜଣ ପାଇଁ ଆଉ ଗୋଟେ ପ୍ରକାର ହବ। ତାର ମୁଁ କହି କଣ ତାଙ୍କ ପାଇଁ ମା ଏତେ ପାର୍ସିଆଲ କରୁଛନ୍ତି, ମତେ ଦଉନାହାନ୍ତି ତାଙ୍କୁ ଦଉଛନ୍ତି? ତାର ସେଟା ଆବଶ୍ୟକ ଅଛି ତା ଅନ୍ତରାତ୍ମାର ବିକାଶ ପାଇଁ। ମୋର ଅନ୍ତରାତ୍ମାର ବିକାଶ ପାଇଁ ମୋର ଯାହା ଆବଶ୍ୟକ ଅଛି ମା ଦଉଛନ୍ତି। କିନ୍ତୁ ଆମେ ସମସ୍ତେ ମାଙ୍କ ପାଖରେ ଆଶ୍ରିତ ହେଇଛୁ ଅଗ୍ରଗତି କରିବା ପାଇଁ। ତେଣୁ ଅଗ୍ରଗତି କାହା ପାଇଁ କୋଉ ପ୍ରକାର ଦରକାର କିଏ ବେଶୀ ଜାଣିଛି? ମା ଜାଣିଛନ୍ତି। ତାହେଲେ ଆମେ ଯୋଉ ପରସ୍ପର ଭିତରେ କମ୍ପିଟିସନ କରୁଛୁ, ଦେଖୁଛୁ, ବାଦ ବିବାଦ କରୁଛୁ, ତାକୁ ମା ଦେଲେନି ମତେ ଦେଲେ, ମତେ ଦେଲେ ତାକୁ ଦେଲେନି, ବା ତାକୁ ବେଶୀ ଦେଇଦେଲେ ମତେ କମ ଦେଇଦେଲେ, ମାଙ୍କ ପାଖରେ ଅଭିଯୋଗ କମ୍ପ୍ଲେନ ସବୁ ଆସୁଛି, ଏଇଟା ହଉଛି ଅଜ୍ଞାନତା। ସେଇଦିନ କୁହାହେଲା ଟ୍ରୁ ପ୍ରୋଗ୍ରେସ ଲାଇଜ୍ ଇନ୍ ୱାଇଡେନିଂ ଦ ସ୍ପିରିଟ। ଚେତନା ଗୋଟେ ପ୍ରସାର କରିଦିଅନ୍ତୁ। ଆମେରିକାବାସୀ କହିବେ ବର୍ତ୍ତମାନ ସକାଳ ହେଇଛି, ଆମେ କଣ କହିବା ଏନା ଅନ୍ଧାର ହେଇଛି, ରାତି ହେଇଛି। କିଏ କହୁଛି ଠିକ? ଆମେରିକାବାସୀ ନା ଆମେ? ଆମେରିକା କହେ ସୂର୍ଯ୍ୟ ଆମର, ଭାରତୀୟ ମାନେ କହେ ସୂର୍ଯ୍ୟ ଆମର। ସୂର୍ଯ୍ୟ ପଳାନ୍ତୁ, ଉର୍ଦ୍ଦୁ ଟିକେ ପଳାନ୍ତୁ, ସୂର୍ଯ୍ୟ କାହାର? ଆମେରିକା ବାଲାଙ୍କର, ଆମର ବି। ଆମେ ଚେତନାର ନିମ୍ନ ଭୂମିରେ ଅଛୁ ବୋଲି ଆମ ଭିତରେ ସଂକୀର୍ଣ୍ଣତାର ଭାବ କାର୍ଯ୍ୟକାରୀ ହଉଛି। ସେଇଥିପାଇଁ ତ ଆମେ ମାଙ୍କୁ ଧରୁଛୁ। ଆମେ କଣ ଭାବୁଛୁ କି ସବୁ ଭଲ ଲୋକଗୁଡା ବୋଲି? ମୋଟେ ନୁହଁ। ମାଙ୍କୁ ଧରିଥିବା ଲୋକଗୁଡା ଭଲ ଲୋକ ନୁହନ୍ତି, ସବୁ ପେସେଣ୍ଟ। କିଛି କିଛି ରୋଗ ଆମର ଅଛି ବୋଲି ମାଙ୍କୁ ଧରୁଛୁ। ମା ହେଲେ ଡକ୍ଟର, ସେ ଆମକୁ ଭଲ କରିବେ। ସେ ଏମିତିକା ଜଣେ ଡକ୍ଟର ଯୋଉଟା ଆମ ଫିଜିସିଆନ ମାନେ ପାରିବେନି। ମେଡିକାଲ ସାଇନ୍ସ ପାଠ ପଢି ଯୋଉ ଫିଜିସିଆନ ତିଆରି ହେଇଛନ୍ତି ସିଏ ପାରିବେନି ଟ୍ରିଟମେଣ୍ଟ କରି, ମା ପାରିବେ। ତେଣୁ ଆମ ପ୍ରକୃତିରେ, ଆମ ସ୍ୱଭାବରେ, ଆମ ଚରିତ୍ରରେ, ଆମ ଚେତନାର ଯୋଉ ଡିଫେକ୍ଟ ଅଛି ତାକୁ ଫିଜିସିଆନ ପାରିବେ? ମେଡିସିନ ଖାଇଲେ ହବ? ହବନି। ମାଙ୍କୁ ଆମେ ସେଇଥିପାଇଁ ଧରିଛୁ, ଆମେ ପ୍ରଗତି କରିବୁ। ତେଣୁ ଯେ ପ୍ରଗତିଟା କୋଉଠି ଅଛି? ଆମ ପାଖରେ ଅଛି। ଆଉ ଆମର ଭାଗ୍ୟ ଆମେ ନିର୍ଦ୍ଧାରଣ କରିବା। ଆମେ ଖାଲି ଦାୟୀ କରୁଛୁ, ଇଏ ହେଲାନି, ସିଏ ହେଲାନି, ସିଏ ହେଲାନି, ଦାୟୀ କରୁଛୁ। ଆମ ଭାଗ୍ୟ ଆମେ ତିଆରି କରୁଛୁ। ମା ସେଥିପାଇଁ କହିଲେ of one thing you can be sure, ଗୋଟିଏ କଥା ତମେ ନିଶ୍ଚିତ ହବ। of one thing you can be sure, your future is in your hand. ତମର ଭବିଷ୍ୟତ ତମ ହାତ ମୁଠାରେ। ତେଣୁ ମୋର ଭବିଷ୍ୟତଟା କଣ ମୁଁ ଏବେ ତିଆରି କରୁଛି। ଏବେ ମୁଁ ଯାହା ଭୋଗୁଛି ଏଟା ପାଷ୍ଟରେ ହେଇଥିଲା। ମୁଁ କୋଉ 2 ବର୍ଷ ତଳେ ଆମ୍ବ ଗଛ ଲଗେଇଥିଲି, ଆମ୍ବ ଫଳୁଛି, ଆମ୍ବ ଖାଉଛି। 2 ବର୍ଷ ତଳେ ଲଗା ହେଇଥିବା ଯୋଗୁଁ ମୁଁ ବର୍ତ୍ତମାନ ଫଳ ଖାଉଛି ନା। ଆଉ ମୁଁ ଏବେ ଯାହା ଲଗେଇବି ଭବିଷ୍ୟତରେ ଫଳିବ। ତାହେଲେ ପ୍ରେଜେଣ୍ଟଟା ଗୁରୁତ୍ୱପୂର୍ଣ୍ଣ କି ନାହିଁ? ବର୍ତ୍ତମାନଟା ଯେହେତୁ ଭବିଷ୍ୟତକୁ ତିଆରି କରୁଛି, ତେଣୁ ଭବିଷ୍ୟତ ବିଷୟରେ ଆମର କଣ ଧାରଣା ଅଛି? କିଛି ଧାରଣା ନାହିଁ। ମା ଯୋଉ କଥା କହୁଛନ୍ତି
ତମର ଭବିଷ୍ୟତ ତମ ହାତ ମୁଠାରେ। ତମେ ଯଦି ପରମ ଚେତନାରେ ପରିପୁଷ୍ଟ ହୁଅ ତାହେଲେ ଭବିଷ୍ୟତ ଉଜ୍ଜଳମୟ ହେଇଯିବ। ୟୁ କ୍ୟାନ୍ ବିକମ୍ ଦ ମ୍ୟାନ୍ ୟୁ ୱାଣ୍ଟ ଟୁ ବି। ତମେ ଯୋଉ ପ୍ରକାର ମଣିଷ ହବାକୁ ଚାହିଁବ ସେଇ ପ୍ରକାର ମଣିଷ ହେଇପାରିବ। ଯୋଉ ପ୍ରକାର ମଣିଷ। ଦ ହାୟର ୱିଲ୍ ବି ୟୋର ଆଇଡିଆଲ ଆଣ୍ଡ ଆସ୍ପିରେସନ। ତମର ଆଦର୍ଶ ଏବଂ ତମର ଅଭିପ୍ସା ଯେତେ ଉଚ୍ଚତର ହବ, ଦ ହାୟର ୱିଲ୍ ବି ୟୋର ଆଇଡିଆଲ ଆଣ୍ଡ ଆସ୍ପିରେସନ। ତମର ଆଦର୍ଶ ଏବଂ ତମର ଅଭିପ୍ସା ଯେତେ ଉଚ୍ଚତର ହବ, ଦ ହାୟର ୱିଲ୍ ବି ୟୋର ରିଏଲାଇଜେସନ। ଆମେ ଭଗବାନଙ୍କୁ ବା ମାଙ୍କ ଉପସ୍ଥିତିକୁ ଅନୁଭବ କରିପାରୁନୁ, ଆମ ଭିତରେ ସେ ରିଏଲାଇଜେସନ ଆସୁନି। ତାର କାରଣ ଆମେ ଯୋଉ ଅଭିପ୍ସା ରଖିଛୁ ସେ ଉଚ୍ଚତର ହେଇନି। ଆମେ କେବେ ଚିନ୍ତା କରିଛୁ କି ଯେ ସମାଜର କଲ୍ୟାଣ ହେଲେ ମୋର କଲ୍ୟାଣ ହବ ବୋଲି? ମୁଁ ମାଙ୍କ ଧରିଛି ମୋ ପରିବାର ସବୁ ଖୁସି ରହନ୍ତୁ, ମୋ ପରିବାର କାହାକୁ ରୋଗ ବାଗ ନ ହଉ, ମୋ ପରିବାରରେ କାହାର ଅଭାବ ନ ରହୁ, ମୋ ବନ୍ଧୁବାନ୍ଧବ ରିଲେଟିଭ ମାନଙ୍କର ଅଭାବ ନ ରହୁ। ତାହେଲେ ମୁଁ ସ୍କୁଇଜ୍ ହେଇଛି ସେତିକି ଭିତରେ। ମୁଁ ସେଥିପାଇଁ ଭଗବାନଙ୍କୁ ଧରିଛି, ସଂକୀର୍ଣ୍ଣ ହେଇଛି, ନୀତି ନିୟମ ଭିତରେ ବାନ୍ଧି ହେଇଯାଇଛି। କେତେବେଳେ ମୁଁ ଚିନ୍ତା କରିବି ଯେ ଜଗତର ଲୋକମାନଙ୍କର କଲ୍ୟାଣ ହଉ, ତାର ମୋର କଲ୍ୟାଣ ହେଇଯିବ। ମୁଁ ସେ ଜଗତ ଭିତରେ ଅଛି ନା ବାହାରକୁ ପଳେଇଛି? ତାହେଲେ ମୁଁ କୋଉ ଆଦର୍ଶ ନେଇ ବଞ୍ଚୁଛି? ତେଣୁ ହାୟର ୱିଲ୍ ବି ୟୋର ଆଇଡିଆଲ। ତମର ଆଦର୍ଶ ଯେତେ ଉଚ୍ଚତର ହବ, ଦ ହାୟର ୱିଲ୍ ବି ୟୋର ରିଏଲାଇଜେସନ। ତମର ଉପଲବ୍ଧି ମଧ୍ୟ ସେତେ ଉଚ୍ଚତର ହବ। ଆମେ ତ ପରିସ୍ଥିତିର ବାହାନା ଦଉଛୁ, ଭାଇ ଏ ଯୋଉ ପରିସ୍ଥିତି ସବୁ ଆସିଛି ଏ ପରିସ୍ଥିତିରେ କିଛି କରିହବନି। ତେଣୁ ଆଗ ପରିସ୍ଥିତିକୁ ମୁକାବିଲା କରୁ କରୁ ତ ଆମେ ନାକେଦମ ହେଇଯାଉଛୁ। ଆଉ ମାଆଙ୍କୁ କେତେବେଳେ ଚିନ୍ତା କରିବୁ? ଘର ଟେନସନ ଦେଇ ଦଉଛନ୍ତି, ପାର୍ଶ୍ୱରକୁ ଆସି ହଉନି। କାହାର କଣ ଅସୁବିଧା ହେଇଗଲାଣି, ପାର୍ଶ୍ୱରକୁ ଆସି ହଉନି। ଘରେ ଅସୁବିଧା ହେଲା ବା ପାର୍ଶ୍ୱରେ ଆସିଗଲାନି, ବର୍ଷା ହେଲା ଆସି ହେଲାନି, ଆଉ କଣ ଅସୁବିଧା ହେଲା ଆସି ହେଲାନି। ବିଭିନ୍ନ ପ୍ରକାର ବାହାନା ଆମର ଅଛି, ସବୁ ଆସିବ। ତାପରେ ବି ମାଙ୍କ ସହିତ ଜଡିତ ହେଇକି ରହିପାରିବେ କି? ତମେ ଯେତେ ଯାହା ଅବସ୍ଥା କର ମୋର ଚିନ୍ତା ନାହିଁ, କେବଳ ମୋର ତମେ ଦରକାର, କେବଳ ମୋର ତମେ ଦରକାର। ଆଇ ୱାଣ୍ଟ ଓନ୍ଲି ଦି। ଏଇ ପ୍ରେୟାର କହିପାରିବା ମାଙ୍କୁ? ମା ମୋର ଡିମାଣ୍ଡ କରିପାରିବେ କି ଆଇ ୱାଣ୍ଟ ଓନ୍ଲି ଦି? ଦି ମିନ୍ସ THEE। ମୁଁ କେବଳ ତୁମକୁ ଚାହେଁ। ହେଲା, ଯାହା ଭିତରୁ ବାହାରୁଛି ଆଇ ୱାଣ୍ଟ ଓନ୍ଲି ଦି, ମା ତା ପାଇଁ କଣ କରନ୍ତି ଜାଣିଛ? ଦ ଡିଭାଇନ ୱିଲ୍ ଆରେଞ୍ଜ ୟୋର ସାର୍କମଷ୍ଟାନ୍ସେସ୍ ଇନ୍ ସଚ୍ ଏ ୱେ। ତମର ପରିସ୍ଥିତି ଗୁଡାକୁ ମା ଏମିତି ସଜାଡି ଦେବେ ଯେ ୟୁ ଆର୍ କମ୍ପେଲ୍ଡ ଟୁ ବି ସିନସିୟର। ତମେ ଆନ୍ତରିକ ପାଇଁ ବାଧ୍ୟ ହେଇଯିବ। ଆମେ ତ ମାଙ୍କୁ ଏକାନ୍ତରେ ଚାହିଁନୁ, ମାଙ୍କୁ ଚାହୁଁଛୁ, ତା ସହିତ ଆଡିସନାଲ ଆଉ କିଛି ଚାହୁଁଛୁ। କଣ ପାଇଁ ସଂସାରକୁ ଆସିଛୁ ଆମେ ଜାଣୁ। ଆମେ କହୁଛୁ ସଂସାରକୁ ଆସିବା ମାନେ କାଲ କ୍ୟା ହୋଗା କିସको ପତା, ଅଭି ଜିंदगी का ले लो मजा। ଆମେ ସଂସାର ବିଶୃଙ୍ଖଳା ତିଆରି କରୁଛୁ। କେମିତି ଜାଣିଛନ୍ତି? କଣ ଦି ଅକ୍ଷର ପାଠ ପଢିଦେଲୁ, ତାପରେ ଆମର କରିକି ସବୁଗୁଡାକୁ ନେଇଗଲୁ, ଆଉ ଜଣକୁ ଗରିବ କରିକି ଛାଡ଼ିଦେଲୁ। ସେ ଗରିବଟା ଖାଇବା ବିନା କଣ କରିବ? ଖାଇବାକୁ ପାଉନି, କଷ୍ଟ ପାଇବ, ପ୍ରତିକ୍ରିୟା କରିବ ନା ନାହିଁ, ପ୍ରତିହିଂସା ଭାବ ଦେଖେଇବ ନା ନାହିଁ, ଦାବି କରିବ ନା ନାହିଁ, ଉତ୍ତେଜିତ ହବ ନା ନାହିଁ, ତାପରେ ମାରଧର କରିବ ନା ନାହିଁ, ହିଂସାତ୍ମକ ଭାବ ତା ଭିତରେ ଦେଖା ଦବ ନା ନାହିଁ। ତାହେଲେ କୋଉଠୁ ଆସିଲା ହିଂସା? ଭଗବାନ ସମସ୍ତଙ୍କୁ ଇକ୍ୱାଲି ସମସ୍ତଙ୍କୁ ସମାନ ଦେଇଛନ୍ତି, ମନେ ରଖନ୍ତୁ। ଆମେ କଣ ଦି ଅକ୍ଷର ପଢିକି ପାଠ ସବୁଗୁଡା ମୋହର କରି ନେଇଗଲି। ସପୋଜ ଏଇଠି ଆମେ 50 ଜଣ ଅଛେ, ମୁଁ 500 ଚକୋଲେଟ ଆଣିଲି, ଜଣକା 10ଟା ନା, ଜଣକୁ ଚକୋଲେଟ ଅଧିକ ଭଲ ଲାଗେ ବୋଲି ପୁଳେ ଧଇଲା 15ଟା, କିଏ ଧଇଲାଣି 20ଟା, କିଏ କହିଲା ମୁଠେ ପକେଇଲେ ଯାହା ଗଲା, ଆଉ କିଛି ଲୋକ ପାଇବେନି। ଯିଏ ପାଇବନି ତା ଭିତରେ ପ୍ରତିକ୍ରିୟାଟା କେମିତି ହବ ଚିନ୍ତା କରନ୍ତୁ। କିନ୍ତୁ ଦିଆ ହେଇଥିଲା କଣ ପାଇଁ? ସମସ୍ତେ ଇକ୍ୱାଲି ନବ ବୋଲି। ଭଗବାନ ସେମିତି ସମସ୍ତେ ଇକ୍ୱାଲି ଦେଇଛନ୍ତି। ଆଜି ଯୋଉ ଇଏ କହୁଛି ମୋର ଏତିକି ଜାଗା, କଣ ପାଇଁ ସେ ଅଧିକା ନେଇଗଲା ନା? ପିଏ ଗୋଟା କଣ ପାଇଁ ନେଇଯିବ ନା ପାକିସ୍ତାନ? ଆଉ ଅଧିକାର, ଏଇ ଯୋଉ ଜାଗା ବାଡିର ଅଧିକାର, ଟଙ୍କା ପଇସାର ଅଧିକାର, ଏ ଯୋଉ ପଜେସନ ମାଇଣ୍ଡ, ଏ ପଜେସନ ମାଇଣ୍ଡ ଆମକୁ କଣ କରିଛି? ଉଗ୍ର କରି ଦେଇଛି, ହିଂସ୍ରୁକ କରି ଦେଇଛି, ଆମ ଭିତରେ ଅସ୍ଥିରତା ତିଆରି କରି ଦେଇଛି। ଦାବି, ପ୍ରତିକ୍ରିୟା, ଉତ୍ତେଜନା, ଶେଷରେ ଆମେ ବନିବୁ କଣ? ନକ୍ସଲ, ହିଂସାତ୍ମକ କାମ କରିବୁ। ଆଉ ଏଇ ୟଙ୍ଗ ପିଲାମାନଙ୍କ ଭିତରେ ତିଆରି ହବ ସେ ଭାବ, ସେ ହାଫିଜ କି ଚାଲିନି ଏକାଥରେ ବନ୍ଧୁକଟା ଧରି ଫୁଟେଇଦେବି, ବହୁତ ଉତ୍ପାତ କରିକି ଆମର ଏକାଥରେ ଏତେ ଜଣ ଲୋକ ମାରିଦେଲା।
ବୁଝିଛି ସାଙ୍ଗେ ସାଙ୍ଗେ ମୋ ହାତରେ ପଡନ୍ତା କି ନା AK-47 ସାଙ୍ଗେ ସାଙ୍ଗେ ଗୁଡୁମ ଗୁଡୁମ କରିଦିଅନ୍ତି। କୁଆଡେ ଗଲା ସେ ଛାଡିଦିଅ ମତେ, ମୁଁ ତାକୁ ସଫା କରିଦେଇକି ଆସିବି। ଜଣେ ପିଲା ସେମିତି କହୁଛି, ଜେଲ ଭିତରେ ଅଛି, ତାପରେ ସେ କହୁଛି ମତେ ଛାଡିଦିଅ, ମୁଁ ତାକୁ ଛାଡିଦିଅ। ଜେଲ ଭିତରେ କାହିଁ ରଖିଛ, ଛାଡିଦିଅ, ମୁଁ ହାଫିଜକୁ ସଫା କରିଦେଇକି ଆସିବି। ଏଇ ଉତ୍ତେଜନା ତା ଭିତରେ ଆସୁଛି କୋଉଠୁ? ତେଣୁ ଆମ ଭିତରେ ସ୍ଥିରତା ନାହିଁ। ଆମେ କାହା ପାଇଁ ଆସିଛୁ ସଂସାରକୁ? ଭଗବାନ ପାଇଁ। ଭଗବାନ କଣ ଚାହୁଁଛନ୍ତି ସଂସାରରେ ପ୍ରତିଷ୍ଠା କରିବା ପାଇଁ? ଦିବ୍ୟ ସ୍ୱର୍ଗ ରାଜ୍ୟ। କାହା ପ୍ରଭାବରେ କରିବେ? ଅତିମାନସ ଶକ୍ତି ଦ୍ୱାରା। ଅତିମାନସକୁ ଗ୍ରହଣ କରିବା ପାଇଁ ଆମର ଏଇ ଉତ୍ତେଜନା ଭାବ କଣ ସାହାଯ୍ୟ କରିବ? ହିଂସା ଭାବ ସାହାଯ୍ୟ କରିବ? ପ୍ରତିକ୍ରିୟା ଭାବ କଣ ସାହାଯ୍ୟ କରିବ? କରିବନି। ତେଣୁ ଆମ ଭିତରେ ଏମିତି ଏକ ପ୍ରଭାବକୁ ଜାଗ୍ରତ କରାଯିବ ଯାହାଫଳରେ ତାରି ଦ୍ୱାରା ସେ ବେଣ୍ଟ ହେବ, ସମସ୍ତେ ଗ୍ରହଣ କରିବେ। ହିଂସାରେ ନୁହଁ। ଜଣେ ରାଜା କହିଥିଲେ, ହିଂସା ତରବାରର ଜୟ ପ୍ରକୃତ ଜୟ ନୁହଁ, ହୃଦୟର ଜୟ ହେଉଛି ପ୍ରକୃତ ଜୟ। ହୃଦୟକୁ ଜୟ କରାଯିବ କେମିତି? ପୃଥ୍ୱୀକୁ ଏକ କରାଯିବ କେମିତି? ବସୁଧୈବ କୁଟୁମ୍ବକମ୍ ଶ୍ରୀ ଅରବିନ୍ଦ ଚିନ୍ତା କଲେ। ଏଇ ଯୋଉ ବସୁଧୈବ କୁଟୁମ୍ବକମ୍, ଏଇଟା କଣ ଏତେ ସହଜ କଥା? କେମିତି ହବ? ଡିଭାଇନ ଲଭରେ ହବ। ଆଉ ଆମ ଭିତରେ ହାରମୋନିରେ ହବ। ଆମ ଭିତରେ ହାରମୋନି ଅଛି? ମନ ପ୍ରାଣ ଶରୀର ଆତ୍ମା ଭିତରେ ସଂଗତି ଅଛି? ନାହିଁ। ତେଣୁ ଅସଙ୍ଗତିପୂର୍ଣ୍ଣ ଭାବରେ ଯେତେବେଳେ ଆମେ ଅନ୍ୟକୁ ଯାଉଛୁ, ତା ଭିତରେ ଅସଙ୍ଗତି ତିଆରି କରିଦଉଛୁ। ତେଣୁ ଫାଷ୍ଟ ଦରକାର କଣ? ଆମ ନିଜ ଭିତରେ ସଂଗତି। ତେଣୁ ସେଭଳି ଗୋଟେ ଉଚ୍ଚ ଆଦର୍ଶ ରଖିଥିଲେ, ତାରି ପ୍ରଭାବରେ ଆମ ଭିତରକୁ ସଂଗତି ଆଣିବା। ସେ ଉଚ୍ଚ ଆଦର୍ଶଟା କଣ? ମାଙ୍କ ଇଚ୍ଛାର ଯନ୍ତ୍ର ହେବି। ଜଣେ ପିଲା ପାଠ ପଢୁଥିଲା, ସ୍କୁଲକୁ ସବୁ ଆଗରୁ SI ମାନେ ଆସନ୍ତି। SI ମାନେ ସ୍କୁଲ ଇନ୍ସପେକ୍ଟର, ବୁଲିବାକୁ ଆସନ୍ତି। ଆଉ ସ୍କୁଲରେ ସାର୍ ମାନେ କହିते କାଲି ବାବୁ ଆସିବେ, ସବୁ ସଫା ସୁତୁରା ଡ୍ରେସ ପିନ୍ଧିକି ଆସିଥିବ ହେଲା। ଆଉ କାଲି କାହାକୁ କେମିତି ପ୍ରଶ୍ନ ପଚାରିଦେବେ, ଭିଜିଟ କଲା ବେଳେ କ୍ଲାସ ପ୍ରିପେୟାର ହେଇକି ଆସିଥିବ। ସବୁ ପିଲା ପ୍ରିପେୟାର ହେଇକି ଆସିଛନ୍ତି। ତାପରେ SI ମହାଶୟ ଗଲେ ଗୋଟେ କ୍ଲାସକୁ, ଗୋଟେ ପିଲାକୁ ପଚାରିଲେ, କ୍ଲାସର ଯିଏ ସବୁଠୁ ଭଲ ପିଲା, ବ୍ରିଲିଆଣ୍ଟ ପିଲା ଯାହାକୁ କୁହାଯାଏ, ମେଧା ପିଲା, ତାକୁ ପଚାରିଲେ, ତୃତୀୟ ଶ୍ରେଣୀରେ ପାଠ ପଢୁଥାନ୍ତି ସେ ପିଲା। ପଚାରିଲେ, ପାଠ ପଢି କଣ ହଉ? କହିଲା, ଆଜ୍ଞା ଟଙ୍ଗା ବାଲା ହେବି। ଟଙ୍ଗା ବାଲା ବୁଝି ହଉଛି? ଟଙ୍ଗା ବାଲା ହେବି, ଟଙ୍ଗା ବାଲା। ଟଙ୍ଗା ମାନେ ଗୋଟେ, ଆମେ ଯେମିତି ରିକ୍ସା ବାଲା, ଗୋଟେ ଲୋକଟେ ରିକ୍ସାଟାକୁ ଟାଣୁଛି ନା ନାଇଁ, ସେମିତି ଟଙ୍ଗା ବୋଲି ଗୋଟେ ଗାଡିଟେ ଅଛି, ତାକୁ ସେ ଟାଣିବ। କହିଲା ମୁଁ ଟଙ୍ଗା ବାଲା ହେବି। କଣ ଟଙ୍ଗା ବାଲା? ସାର୍ ମାନେ ମୁଣ୍ଡରେ ହାତ ଦେଲେ, ଭଗବାନ, ବ୍ରିଲିଆଣ୍ଟ ପିଲାଟା, ସିଏ କହୁଛି ମୁଁ ଟଙ୍ଗା ବାଲା ହେବି। ସେଠୁ କଣ କରାଯିବ? SI ଇମ୍ପ୍ରେସନ ଖରାପ ନେଇକି ଯିବେ, ପିଲାଙ୍କୁ ଏଇଆ ପଢେଇଛ? ପିଲା କହୁଛି ମୁଁ ଟଙ୍ଗା ବାଲା ହେବି। ଡକ୍ଟର, ଇଞ୍ଜିନିୟର, ସାଇଣ୍ଟିଷ୍ଟ ଏସବୁ ହବାକୁ ମନା କରୁଛି, କହୁଛି ମୁଁ ଟଙ୍ଗା ବାଲା ହେବି। SI ପଚାରିଲେ, ଆରେ ଟଙ୍ଗା ବାଲା କାହିଁକି ହଉ? ଆଜ୍ଞା ଫଟୋକୁ ଦେଖନ୍ତୁ। ସେ ଫଟୋରେ ଭଗବାନ ଶ୍ରୀକୃଷ୍ଣ ବସିଛନ୍ତି, ଘୋଡା ତାକୁ ଟାଣୁଛନ୍ତି। ଦେଖନ୍ତୁ, ମୁଁ ଟଙ୍ଗା ବାଲା ହେବି, ଭଗବାନଙ୍କୁ ଟାଣିବି। ମୋ ରଥରେ, ମୋ ଗାଡିରେ ଭଗବାନ ବସିବେ, ପଢେଇଲେ ମୁଁ ସେଇଆ ହେବି। କିଏ ଜାଣିଛନ୍ତି? ସେ ସ୍ୱାମୀ ବିବେକାନନ୍ଦ। ଜାଣିପାରୁଛନ୍ତି ତ? କେତେ ଦୃଷ୍ଟିକୋଣ ତାର। 3 କ୍ଲାସରେ ପଢୁଥିଲା ବେଳଠୁ ତା ଭିତରେ କି ଇଣ୍ଟୁସନ କାମ କରିଛି, ଗୋଟେ ଚିତ୍ର ତା ଭିତରକୁ ଛାପା ପକେଇଛି। ସେ ପିଲା ଆଦର୍ଶବାନ ପିଲା ହବ ନା ନାହିଁ? କେତେ ବଡ ଆଦର୍ଶର କଥା ସେ କହିଲା। SI ଏତେ ପାଠ ପଢିକି SI ହେଇଛନ୍ତି, ବୁଝିପାରୁଛନ୍ତି? ସ୍କୁଲ ସାରେ, ବୁଝିପାରୁଛନ୍ତି? ଭଗବାନଙ୍କୁ ତା ଗାଡିରେ ବସେଇକି ସେ ଚଲେଇବ, ତାଙ୍କର ସେବକ ହବ। ୟାଠୁ ଭାଗ୍ୟର କଥା ଆଉ କଣ ଥାଇପାରେ? ଆମେ କେବେ ଚିନ୍ତା କରିଛୁ ମୁଁ ଭଗବାନଙ୍କ ନିଷ୍ଠ ହୋଇ ଭଗବାନଙ୍କ କାର୍ଯ୍ୟକୁ ସାକାର ରୂପ ଦେବି? ସେ ଆଦର୍ଶ ଆମଠି ନାହିଁ। ତାହେଲେ ଆମ ଜୀବନ କେମିତି ଆଦର୍ଶମୟ ହେଇପାରିବ ବୋଲି କହିବା? ତେଣୁ ଏବେଠୁ ଆମେ ତତ୍ପରତା ପ୍ରକାଶ କରିବା ଦରକାର। ଦ ହାୟର ୱିଲ୍ ବି ୟୋର ଆଇଡିଆଲ ଆଣ୍ଡ ଆସ୍ପିରେସନ। ଅଭିସାର ମଧ୍ୟ ସେଇ ଅନୁସାର ହବ। ପ୍ରଭୁ ମତେ ତମର ଯନ୍ତ୍ର କରିଦିଅ, ତମେ ମତେ ବ୍ୟବହାର କରିବ, ମୁଁ ତମ ସେବା ଯେମିତି କରିପାରିବି। ତମ ସେବାରେ ମୋର ଆନନ୍ଦ। କୋଉଥିରେ ଆନନ୍ଦ ଅଛି? ପ୍ରଚୁର ଟଙ୍କାରେ ଆନନ୍ଦ ଅଛି ନା ଭଗବାନଙ୍କ ସେବା କରିବାର ଆନନ୍ଦ ଅଛି? ଆମେ ଯୋଉମାନେ ମହାସଂଘକୁ ପାଖକୁ ଆସିଲେଣି, ପାଠଚକ୍ର ପରିସରକୁ ଆସିଲେଣି, କଣ ଶିଖିଛୁ? There is no greater joy than to serve the divine. ଏଇଟା ଜାଣିଛୁ ନା ନାଇଁ?
देयर इज नो ग्रेटर जॉय दैन टू सर्व द डिवाइन। भगवान को सेवा करियाठू अधिक आनंद आउ किछि नाही। केते जण आमे चिंता करछु जे मो जीवन सारा मां को सेवा करी अछि। हाँ माँ को डाकुथु तापर डॉक्टर वाई निशा छाड़ देवी ना इंजीनियर वाई निशा छाड़ देवी हेड़ा हम ना ता सहित माँ टी आडिशनाल थे तेल आडिशनाल हिसाब से माँ को धरछु। प्रिंसिपल एम आमर माँ नुहति प्रिंसिपल एम आ गोटे गलानी कौन है जोटा कि आंबिशन बोली कह जाए। बड़ हेले मुझे डॉक्टर हेबी बड़ हेले मु साइंटिस्ट हेबी। आप आईआईटी बाबा कथा यूट्यूब देखुए एत पाठ पढ़ी टैलेंटेड पिला इंडिया प्राय सब टैलेंटेड पिला से 60 लाख पैकेज रे से चाकरी करछि वर्ष को 60 लाख पुणी सब फैसिलिटी तार सब फैसिलिटी तो दिया चाकरी छाड़ी बाबा हो। अरे बाबा कहीं एमती हल फिर आनंद पाइलनी एथिरे आनंद पाइलनी यथार्थ ज्ञान एथिरे नहीं। आत्म आविष्कार रे यथार्थ ज्ञान अच्छी यथार्थ आनंद अच्छी स्थायी आनंद अच्छी जीवन सार्थकता अच्छी। इतने हुए तो पुले टंका पाइबी पदवी पाइबी सर्टिफिकेट पाइबी कौन हम सेटा मो मानवत्व को सार्थक करियो मो मानव जीवन से सार्थक हेनी कौन दरकार। तेणु से चिंता कलानी मोर ये सब को छाड़ी से बर्तमान भगवान का सेवा करी भगवान को आविष्कार करी भगवत ज्ञान रे मु यथार्थ आनंद पाइबी। भगवत ज्ञान ना हूँ यथार्थ ज्ञान जहाँ भितर भगवत ज्ञान जागृत होती आत्मज्ञान जागृत होती से सब ज्ञान अधिकारी सब ज्ञान अधिकारी। आमे गोटे को पाठरे पढ़ु से जाइछु गोटे ये तो सब ज्ञान अधिकारी हो केतबेले आत्मज्ञान जहाँ प्रकाश पाइला ता पाखरे सब ज्ञान अच्छी। जड़े साधक आश्रम रे सब ग्रुप जो क्लास हुए फिजिकल ग्रुप सब हुए लेट रे जाते घंटे लेट रे सरी जीवनी अधा जीवनी एमती हो जाते माखले तुम डेरी कौन में सब दिन हो ना तुम मु तो ठीक टाइम ठीक टाइम आस हाँ मो घंटार टाइम मु देखुच तुम घंटाटा आण तो से घंटाटा आनले बुझीगला तो वास्तव घंटा लेट से माँ पाक जड़े घंटा मेकानिक आसती सब दिन माँ भक्त से आसती कहले से घंटा दुकानी नहीं सजाड़ दो से भूल अच्छी से गला सजाड़ सजाड़ देला पुणी जाऊँ से पुणी लेट है कौन है कहला आप तो कहले मुझे सजाड़े सजाला पर जो टाइम रखाई मुझे अनुसार आस पुणी कहले जाओ से घंटा वाला कह तार पेंडुलम टार 1.5 इंच काटद लंबा अधिक हो टाइम टा लेट रखुच 1.5 इंच काटद से गला ए तुम मेकानिक काम भूल माँ कहले ए घंटार पेंडुलम टा 1.5 इंच अधिक लंबा हो काट काटी फिक्स कर से काटदे टाइम परफेक्ट रखिए घंटा मेकानिक मुंडे चक्कर मारला माँ केमती कौन माँ कौन घंटा पाठ पढ़ी ना कौन मेकानिक पाठ पढ़ी आसिक पचारे माँ तुम्हें केमी जान लो यहाँ 1.5 इंच लंबा अच्छी आ पेंडुलम टा जहाँफल टाइम टा एपट सेपट हो। अच्छा माँ का पाखे कौ ज्ञान ना अरविल या इंजीनियर साइंटिस्ट मान फेल हो प्लान काम कलानी माँ प्लान देले अरविल है कौन माँ इंजीनियरिंग पाठ पढ़ी कौन डिग्री ना डिप्लोमा कौन करते इंजीनियर माँ के प्लान देले तेणु माँ को जी धरी तार सब ज्ञान प्राप्त हम सब ज्ञान अधिकारी से हम आम कहे मु ना इंजीनियरिंग पढ़ुची परा केवल से इंजीनियरिंग कथा जान देहर कौन टे ट्रबुल है डाक्तर पाक से जीवन ना जीव घरे कौन गोटे समस्या है ताकू से बुझाणा कर एत बड़ इंजीनियर बहुत पैसा पाऊँ घरे कौन गोटे डिस्प्यूट हो बालान्स रखी पाऊनी सुइसाइड कर ये अवस्था आसला कहीं जो ज्ञान पाइले सब ज्ञान प्राप्त हुए से आत्मज्ञान तेणु माँ को धरले सब ज्ञान मिल जाए जेतु माँ को धरले सब ज्ञान मिले हृदय से माँ अच्छा ना नहीं
आम हृदय को बेसी कल्चर कर ब्रेन को कल्चर कर जो हाफिज से तो आतंकवाद काम कर से केते टैलेंट पिला अमेरिका यूनिवर्सिटी रो टॉपर पिला से अमेरिका यूनिवर्सिटी पाठ पढ़ते हाफिज अमेरिका यूनिवर्सिटी गोल्ड मेडलिस्ट टॉपर तापर कौन काम कर ज्ञान अच्छी ज्ञान ना मानविकता अच्छी नहीं तेणु ये जो आजिकल पिला जो पाठ पढ़ुं आम पिला से उत्साहित करुचु ना पिला माने कर भूल नुह ता पश्चात देख ये प्रकार इन्स्पिरेशन टा कौट पाई बापा माँ मैंने प्रेरणा दे कहीं आम से उच्च आदर्शता कौन जान आमर से ज्ञान तैयारी प्रकृत अभिप्सा कौन उच्चतर अभिप्सा कौन से जाननु पिला को कौन कह पिला से कथा शिखिल आम जहाँ जाचु आम आम इंट्यूशन को नहीं काम करूँ पिला इंट्यूशन को नहीं काम करने कथा बतई पार्नु आम आम साइकिक कंटाक्ट आसी पार्नु पिलार साइकिक कंटाक्ट प्रेरणा दे पार्नु तो डिफेक्ट आम पाखे कि ना तेणु ए दृष्टि आमको कौन करा पड़ो आम आदर्श और आम अभिष्टा को उच्चतर रखा पड़ो से उच्च आदर्श किए ओनली डिवाइन भगवान सब करा भगवान सब कथा करा जीवन बचा काम करने चिंता आने सबुत उपस्थित अनुभव करवा सकाशे जीवन बचा यहाँ हूँ उच्च आदर्श यहाँ हूँ उच्च अभिप्सा ताल भगवान को रियलाइज कर आम परिस्थितिर बाहाना दौर व्हाट एवर डू माँ कौन कहले तुम जहाँ कर ना नेवर फॉरगेट द ट्रू एम इन योर लाइफ तुम जीवन यथार्थ लक्ष्य को जहाँ भूल जहाँ कर घास काट घोड़ा चला कि तुम्हें डॉक्टर हो कि देश राष्ट्रपति हो तुम जहाँ भी हो तुम आगे गोटे कथा से ओनली डिवाइन यहीटा को आम गुरुत्व दे चुकी से आगे कीप ए फार्म रिजोल्यूशन गोटे दृढ़ संकल्प रख से आम भर संकल्प अच्छी संकल्प नहीं संकल्प बल सावित्री सत्यवान को फेरी पाइले असंभव संभव केवल संकल्प संकल्प द्वारा 12 वर्षर पिला आयुष बढ़े 120 मार्कंडेय संकल्प कर देखा को जम आसो 12 वर्ष पुरिया पुरिया हो गला कहला मत तपस्या करके आंच तो ठीक अच्छे मुझे बस तपस्या मुझे जानी कि तपस्या मुझे भी तपस्या करी संकल्प अटल संकल्प तपस्यार मग्न जम आसिले आग दूत पठेले दूत माने माडी जाऊले ये तो भगवान शिव को से आराधना कर तपस्यार मग्न अटल संकल्प तो शिव चारिपटे गोटे अरा तैयारी कर ये गोटे अरा तैयारी कर तेणु ये दूत मान से ज्ञान ना माडी जाऊले झटका खाइले एपट कौन झटका मार 4 फुट आसा चारिआड़े बुली बुली जिते थर जाती से तो झटका खाती शेष जमक रिपोर्ट कले ना ये पिला आम द्वारा आसपार कौन गोटे 12 वर्ष पिलार सोल टाक तुम आनी पार्न कि दूत मोर रेजिग्नेशन दियो आम अलग अपॉइंटमेंट करी आप देखो जमहट भारी विरोध पर आसिले सी माटी जाऊे बाजला झटका हरी बाबा ये तो सत कथा कहते मु भावुली गलुआ कथा कहते आउ गोटे पटु आइले पुणी झटका खाइले ना ये पिला को सेमती नहीं हो बुद्धि प्रयोग कले कौन कले दूर था फिंगा जाल पड़ा बेले पड़े बाहर नदी आम सुखिला था फिंगा जाल फोड़ी माछ धरु ना नहीं से भाया ये सुखिला बाहर था जाल फोपाड़े पिला जालटा पड़ो टाणी आने पिला शिव तो पूरा नटराज रूप धरी पकेले मेदिनी पूरा कंपमान हो गला जम को पूरा त्रिशूल धरिक गोडेले मारी तुम गोटे साधारण ज्ञान रहा कथा सी मोर आश्रित होती तुम आश्रित को निजे चिंता कर मो ड्यूटी कर ड्यूटी कर मुझे देखिली लिस्ट भितर तार आयुषटा पूरी जाइए देख भल कि तुम कैलेंडर भूलभाल कैलेंडर धरी बुलच कैलेंडर पुणी खोल देखिए भूलभाल हो गला कि आम 12टा 120 जीवन त्रिशूल विध करी जमा रही शीघ्र जा 12टा 120
ବୁଝିପାରୁଛି? କାହା ଦ୍ୱାରା? ସଂକଳ୍ପ ଦ୍ୱାରା। ଭାଗ୍ୟ ବଦଳି ଯାଉଛି, ବୁଝିପାରୁଛି? ତାହେଲେ ଏ ମଣିଷ ପାଖରେ ସେଭଳିଆ ସାମର୍ଥ୍ୟ ଦିଆହେଇଛି, ତାର ସଂକଳ୍ପ ଶକ୍ତି ଦ୍ୱାରା ସେ ତା ଭାଗ୍ୟକୁ ବଦଳେଇ ପାରିବ। Fate shall be changed by an unchanging will. ସାବିତ୍ରୀ ଏ କଥା ଲେଖା ହେଇଛି, Fate shall be changed by an unchanging will. Unchanging will ମାନେ ଯୋଉ ସଂକଳ୍ପ କେ ପରିବର୍ତ୍ତନ ହବ ନାହିଁ, ଅନଚେଞ୍ଜିଂ ୱିଲ୍। ଆଉ ଆମେ ଯଦି ଆଜି ସଂକଳ୍ପ କରୁଛୁ, ଆଉ କିଏ ଯଦି ଲାଲସା ହଁ ଛାଡ଼ ଏଟା ଛାଡ଼, ଶିବ ଅଧିକା ଦଉଛି ସେଟା ଦେଖିବା। ଏ କମ୍ପାନୀ କେତେ ଟଙ୍କାର ଚାକିରି ଦଉଛି, ତାର ପ୍ୟାକେଜ ହିସାବ କଲୁ। ଆଉ ସେ କମ୍ପାନୀ ତାର ପ୍ୟାକେଜ କେତେ ନା, ତାର ପ୍ୟାକେଜ 6 ଲକ୍ଷ, ୟାର ପ୍ୟାକେଜ 3 ଲକ୍ଷ। କୋଉଟା ଗ୍ରହଣ କରିବା? ଏଟା ଛାଡ଼ ସେଟାକୁ ଯିବା। ଆମର ଏମିତି ବୁଦ୍ଧି ଦେଖା ଯାଉଛି ନା ନାଇଁ? ସଂକଳ୍ପ ସ୍ଥିର ରହୁଛି। ହଁ ଠିକ, ମୁଁ ସେଇ କଥା କହିଥାନ୍ତି, ଆପଣ କହିଲେ ଠିକ ସେଇଭଳିଆ। କୋଉ ଠାକୁର ମତେ ବେଶୀ ଦେବେ, କୋଉ ଦେବତା ମତେ ଦେବେ, ଆମର ବାର୍ଗେନିଂ ଚାଲିଛି। ମା ତ ସେ କାମନା ପୂରଣ କରିବା ମା ଇଏ ନୁହଁ। ତାହେଲେ ଛାଡ଼, ମାଙ୍କ ପାଖରେ ଲିଷ୍ଟ ନ ପକେଇକି ଆଉ କାହା ପାଖରେ ଆପ୍ଲିକେସନ ପକେଇବା ଯେ ଦେବେ। ଏଇଥିପାଇଁ ଆମେ କଣ ହେଇଗଲୁ? ସଂକୀର୍ଣ୍ଣ ହେଇଗଲୁ, ଡିଜାୟାର ଭିତରେ ବାନ୍ଧି ହେଇଗଲୁ, ସଂକୀର୍ଣ୍ଣ ହେଇଗଲୁ। ପୁଣି ଲାଞ୍ଚ ଦଉଛୁ, ଗୋଟେ ଦିନରେ କାଳେ ହବ ନା 108 ଡାଇରେକ୍ଟ 108 ନଡ଼ିଆ ଦେବି ମା ଗ୍ରାଣ୍ଟ କର। ସଦିନ ତାଙ୍କର ନଡ଼ିଆର ଅଭାବ ଥିଲା, ଆମେ ନଡ଼ିଆ ଦେଲେ ସେ ଖାଇବେ। ସବୁ କିଛି ତିଆରି କରି ନଡ଼ିଆ ନାହିଁ ଆମ ପାଖରେ ହେଇଯାଇଛି, ଆମେ ଦେଲେ ସେ ଖାଇବେ। କାଳେ ଗୋଟେ ଦିନରେ ଗ୍ରାଣ୍ଟ କରିବେ ନ କରିବେ, ଡାଇରେକ୍ଟ 108ରୁ ଆରମ୍ଭ କଲେ 108 ନଡ଼ିଆ ଦବୁ। ଇଏ ହଉଛି ମଣିଷର ମାନସିକତା। ଏଇ ଚେତନା ସ୍ଥିତିରେ ସେ ଅଛି। ତାର ଆସ୍ପୃହା କୋଉଠି ଷ୍ଟ୍ରଙ୍ଗ ହବ, ତାର ରିଲେସନ କୋଉଠି ଷ୍ଟ୍ରଙ୍ଗ ହବ, ତାର ୱିଲ୍ ପାୱାର କୋଉଠି ଷ୍ଟ୍ରଙ୍ଗ ହବ। এই ୱିଲ୍ ପାୱାର ମାନେ କଣ? ଅଲ୍ କନସିୟସ୍ ଫୋର୍ସ ଇଜ ୱିଲ୍। ସବୁବେଳେ ଆମ ଭିତରେ ଗୋଟେ ସଚେତନ ଶକ୍ତି କ୍ରିୟା କରିବା ଦରକାର, ତାକୁ ହିଁ କୁହାଯାଏ ୱିଲ୍। ଅଲ୍ କନସିୟସ୍ ଫୋର୍ସ ଇଜ ୱିଲ୍। ସଚେତନ ଶକ୍ତି ସକଳ ହିଁ ସଂକଳ୍ପ। ଗୋଟେ ସଚେତନ ଶକ୍ତିକୁ ଆମ ଭିତରେ କ୍ରିୟା କରିବା। ଆମେ ଯେ ଆମକୁ ଅଚେତନ ନ ତାକୁ ଉଠେଇଛୁ, କାରଣ ଟିକେ ଲାଳସା ଦେଖୁଛୁ ତ ସକ୍ସେସ୍ ଲାଇଫରେ ଦଉଛି। ଆଜିର ମଣିଷ କାହିଁକି ତା ସଂକଳ୍ପ ଦୃଢ କରିପାରୁନି? ସେ ସକ୍ସେସ୍ ପିଛା ଗୋଡେଇଛି। ମା କହିଲେ ନେଭର ଏମ୍ ଆଟ୍ ସକ୍ସେସ୍, ଆୱାର ଏମ୍ ଇଜ ପରଫେକ୍ସନ। ତେଣୁ ଯୋଉ ସକ୍ସେସ୍ କାଳେ ଫେଲୁଅର ହେଇଯିବି କି, ଟିକେ ମିଥ୍ୟାର ଆଶ୍ରୟ ନେଇଯିବା, ସକ୍ସେସ୍ ହେଇଯିବ। ତେଣୁ ସକ୍ସେସ୍ ରୁ କାଳେ ଫେଲୁଅର ହେଇଯିବ ଏଇ ଭୟରେ ସେ କଣ କରୁଛି? ମିଥ୍ୟାର ଆଶ୍ରୟ ନେଇଯାଉଛି। ତାପରେ ଆଉ ତା ସଂକଳ୍ପ ଦୃଢ ହବ ତ? ସେ ଆଉ ଭଗବାନଙ୍କ ଗ୍ରେସ୍ ପାଇବା ପାଇଁ, କୃପା ପାଇବା ପାଇଁ ଯୋଗ୍ୟ ହବ ତ? ତାହେଲେ ନିଜେ କୃପାକୁ ହରଉଛି ନା ଭଗବାନ କୃପା ଦେଲେନି? ସୂର୍ଯ୍ୟ କିରଣ ଦଉଛନ୍ତି, ମୁଁ ଝରକା ବନ୍ଦ କରି ଘର ଭିତରେ ବସିଥିଲି। ସୂର୍ଯ୍ୟ ଫୂର୍ଯ୍ୟ ଆଜିକାଲି କେହି ଆସୁନାହାନ୍ତି ହେଲା। ଦେଖ ଲାଇଟ୍ ବରଂ ଏଇ ବାର ଲାଇଟ୍ ମୋର ଜଳୁଛି, ସେ ମର୍କ୍ୟୁରୀ ଜଳୁଛି, ସେଇଟା ଲାଇଟ୍। ଘର ଭିତରେ ପଶିକି ଝରକା କବାଟ ବନ୍ଦ କରିକି ଲାଇଟ୍ ଲଗେଇ ଦେଇଛି, କହୁଛି ସୂର୍ଯ୍ୟ ଫୂର୍ଯ୍ୟ କେହି ନାହାନ୍ତି। ବାହାରକୁ ଯାଅ ତ ଦେଖିଆ ସୂର୍ଯ୍ୟ ଅଛନ୍ତି ନା ନାହିଁ। ତେଣୁ ଆମେ ଝରକା କବାଟ ସବୁ ବନ୍ଦ କରିଦେଇଛୁ, ସୂର୍ଯ୍ୟ ନାହାନ୍ତି ବୋଲି କହୁଛୁ। ଏ ମାନସିକତା ଆମର କାମ କରୁଛି। ତେଣୁ ଆମକୁ ବାହାରକୁ ଆସିବାକୁ ପଡିବ, ସୂର୍ଯ୍ୟ ଅଛନ୍ତି ନା ଦେଖିବାକୁ ପଡିବ। ଆଉ ଘର ଭିତରେ ଥାଇକି ଝରକା କବାଟ ବନ୍ଦ କରିଦେଇ ଲାଇଟ୍ ଲଗେଇଦେଇ ବସିଯାଇଛୁ, କୋଲା ପାଗ ଦଉଛି କି ଅନ୍ୟ କିଛି ଗୋଟେ ଅଛି, ସେ ଅଲଗା କଥା। ପ୍ରଚ୍ଛନ୍ନ ଦିବାଲ କରେ ଏତେ ଖରା ଭିତରେ, ଖରା ଏତେ କାଟୁଛି ଆମେ ଘର ଭିତରେ ପଶୁଛୁ, କୋଉ ସୂର୍ଯ୍ୟ ନାହାନ୍ତି। ସୂର୍ଯ୍ୟ ନାହାନ୍ତି, ସୂର୍ଯ୍ୟ ଅଛନ୍ତି। ଆଚ୍ଛା, ସୂର୍ଯ୍ୟ ଯେତେବେଳେ କିରଣ ଦଉଛନ୍ତି ଇକ୍ୱାଲି ଦଉଛନ୍ତି ନା କୋରାପୁଟ ଲୋକଙ୍କୁ ଟିକେ କମ, ମାଲକାନଗିରି ଲୋକକୁ ଅଧିକା, ଜୟପୁର ଲୋକକୁ ଟିକେ କମ, ଏମିତି ଇକ୍ୱାଲି କିରଣ ଦଉଛନ୍ତି? ଆଉ ଆମେ ଛାତ ତଳେ ଥିବା, ଗଛ ତଳେ ଥିବା, କିରଣ କୋଉଠି ପାଇବା? ହବ? ତାହେଲେ ପ୍ରୋବ୍ଲେମଟା ଆମ ପାଖରେ ନା ଆମ ମାଙ୍କ ପାଖରେ? ବ୍ୟକ୍ତି ଜମା ଚିନ୍ତା କରିପାରୁନି ଯେ ପ୍ରୋବ୍ଲେମଟା ତା ପାଖରେ ଅଛି ବୋଲି। ସେ ସବୁବେଳେ କମ୍ପ୍ଲେନ କରି ଚାଲିଛି ମାଙ୍କୁ, ଏ ଏମିତି କଲା ସେମିତି କଲା। ସାଧବ ସେମିତି ମାଙ୍କୁ କମ୍ପ୍ଲେନ କଲେ, କହିଲେ ଆଚ୍ଛା ମା ମୋ ଇନଚାର୍ଜ ମୋ ପ୍ରତି ବଡ ପାର୍ସିଆଲ କରୁଛନ୍ତି। କଣ କରୁଛନ୍ତି? ପାର୍ସିଆଲ? ହଁ। କେମିତି ନା ମୋ ପ୍ରତି ରିଉଡ ବିହେଭ, କିନ୍ତୁ ଅନ୍ୟମାନଙ୍କ ପ୍ରତି ଭାରି ପୋଲାଇଟ। ମତେ ଅଧିକ କାମ, ଅନ୍ୟମାନଙ୍କୁ ଭାରି ରିଲାକ୍ସ। ମତେ ମୋଟେ ଛୁଟି ଫୁଟି କୁଆଡେ ଯିବା କଣ କରିବା ଟାଇଟ୍ କରି ରଖୁଛନ୍ତି, ତାଙ୍କୁ ପୁରା ଛାଡି ଦଉଛନ୍ତି।
এইভাবে ইনচার্জ পাଖରେ ମୁଁ କାମ କରିବି ମୋ ଡିପାର୍ଟମେଣ୍ଟ ବଦଲା। ମା କହିଲେ ଆଚ୍ଛା 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 ମତେ ଗୋଟେ କଥା କୁହ, ତମ ଇନଚାର୍ଜ ତମ ପ୍ରତି ପାର୍ସିଆଲ କରୁଛନ୍ତି ଏ କଥାଟା ମୁଁ ଜାଣିଛି ନା ନାହିଁ? ହଁ ମା, ତମକୁ ପୁଣି କୋଉ କଥାଟା ଅମାଲୁମ ତମେ ଜାଣିଛ? ଆଚ୍ଛା, ଜାଣିଲା ପରେ ଯଦି ମୁଁ ନୀରବ ରହିଛି ତାର କିଛି କାରଣ ଅଛି ନା ନାହିଁ? ହଁ ନିଶ୍ଚୟ କାରଣ ଅଛି। ତମେ ତମ ଇନଚାର୍ଜ ପାଇଁ ଆସିଛ ନା ଭଗବାନ ସେବା କରିବା ପାଇଁ, ସାଧନା କରିବା ପାଇଁ ଟିକେ ଆସିଛ? କା ପାଇଁ? ଯଦି ସାଧନା କରିବା ପାଇଁ ଆସିଛ ତାହେଲେ ତମ ଇନଚାର୍ଜ ତମ ପ୍ରତି ଏମିତି ହେଲେ ସେମିତି ହେଲେ କମ୍ପ୍ଲେନ କାହିଁ କରୁଛ? ବୁଝିଗଲେ? ଆଉ କମ୍ପ୍ଲେନ କରିବେ? ଯୋଉ ଉଦ୍ଦେଶ୍ୟରେ ଆସିଥିଲେ ସେ ଉଦ୍ଦେଶ୍ୟ ଭୁଲି ଯାଇଛନ୍ତି, ତେଣୁ ପ୍ରୋବ୍ଲେମଟା ହେଇଛି। ଆମେ ଠିକ ସେଭଳିଆ ଯୋଉ ଉଦ୍ଦେଶ୍ୟରେ ସଂସାରକୁ ଆସିଛୁ ସେ ଉଦ୍ଦେଶ୍ୟକୁ ଭୁଲି ଯାଇଛୁ, ତାପରେ କହୁଛୁ ମୋର ପ୍ରୋବ୍ଲେମ ହେଲା। ତାହେଲେ ପ୍ରୋବ୍ଲେମ କ୍ରିଏଟ କିଏ କରିଛି? ମଣିଷ ତା ଉଦ୍ଦେଶ୍ୟକୁ ଭୁଲି ଯାଇଛି। ଗୋଟେ ବାଣୀ ଲେଖିଛନ୍ତି ମା, ଇଟ୍ ଇଜ ନଟ୍ ଗଡ ହୁ ମେଡ୍ ମ୍ୟାନ୍ ୱିକେଟ୍, ଇଟ୍ ଇଜ ଦ ମ୍ୟାନ୍ ହୁ ମେକ୍ ହିମସେଲ୍ଫ ୱିକେଟ୍ ବାଇ ସେପାରେଟିଂ ହିମସେଲ୍ଫ ଫ୍ରମ୍ ଗଡ। ଇଏ ସେଇ ଭଗବାନ ନୁହନ୍ତି ଯେ କି ଦୁଷ୍ଟ ମାନଙ୍କୁ ତିଆରି କରିଦେଇଛନ୍ତି। ଭଗବାନ କେବେ କାହାକୁ ଦୁଷ୍ଟ କରି ଜନ୍ମ ଦେଇନାହାନ୍ତି। ଇଟ୍ ଇଜ ଦ ମ୍ୟାନ୍ ହୁ ମେକ୍ସ ହିମସେଲ୍ଫ ୱିକେଟ୍। ଇଏ ହଉଛି ସେ ମଣିଷ ଯେ ନିଜକୁ ଦୁଷ୍ଟ କରିଛି। କେମିତି ଭାବରେ? ବାଇ ସେପାରେଟିଂ ହିମସେଲ୍ଫ ଫ୍ରମ୍ ଗଡ। ଯେତେବେଳେ ଭଗବାନଠୁ ଆମେ ଦୂରେଇ ଯାଉଛୁ, ନିଜେ ମଣିଷ ଭଗବାନଠୁ ଦୂରେଇ ଯାଇକି ନିଜକୁ ଦୁଷ୍ଟ କରିଛି। ଯିଏ ଭଗବାନଠୁ ଦୂରେଇଲା ମନେ ରଖିଥାଉ ସେ ଦୁଷ୍ଟ ହେଇଯିବ। ଆମେ ଟିକେ ସମୀକ୍ଷା କରିବା, ଆମେ ଭଗବାନକୁ ଜାବୁଡିକି ଧରିଛୁ ନା ଦୂରେଇ ଯାଇଛୁ? ଯିଏ ଭଗବାନକୁ ଜାବୁଡି ଧରିଥିବ ତାର ଦୁଷ୍ଟ ହବାର ଚାନ୍ସ ନାହିଁ। ଯିଏ ଭଗବାନଠୁ ଦୂରେଇ ଯାଇଥିବ, ହାତ ଲୁଜ କରିଦେଇଥିବ, ତାହେଲେ କୋଉଠି ପଡିବ ହିସାବ ନାହିଁ। ମାଙ୍କଡ ଛୁଆ ତା ମାକୁ ଜାବୁଡିକି ଧରେ, ମାଙ୍କଡର କେୟାର ନଥାଏ, ସିଏ ତାର ଏଡାଳ ସେଡାଳ ଡେଇଁବ, ପଡିଲେ ମରିବ। ଆଉ ଯୋଉ ମାଙ୍କଡଟା ପଡିଗଲା ତାକୁ ଆଉ ତା ଗୋଷ୍ଠୀ ଭିତରେ ତାଙ୍କ ୟୁନିଟର ଡିସିସନ ଏଇଆ, ମନେ ରଖିଥାନ୍ତୁ। ଯୋଉ ମାଙ୍କଡ ତା ମାକୁ ଛାଡି ଦେଇଛି ପଡିଯାଇଛି, ପଡିଗଲା ମାନେ ତାକୁ ଆଉ ତାଙ୍କ ଗୋଷ୍ଠୀ ଭିତରେ ରଖେଇବେନି, ସେ ଅଲଗା ସବୁବେଳେ ରହିବ। ଦେଖି ଗୋଟେ ଗୋଟେ ଦଳ ମାଙ୍କଡ ହଉଥିବ, ଆଉ ଗୋଟେ ଅଲଗା ହେଇକି ବସିଥିବେ। ଏଇ ମାଙ୍କଡ କାହିଁକି ଅଲଗା ହେଇକି ରହିଛି? ତାର କାରଣ ହଉଛି ଇଏ ତା ମାକୁ ଦିନେ ଧରିଥିଲା ଛାଡି ଦେଇଛି, ତେଣୁ ତାକୁ ଆଉ ତାଙ୍କ ସମାଜ ଭିତରେ ରଖୁନାହାନ୍ତି। ଏଇଟା ମାଙ୍କଡ ସମାଜର କଥା। ଇଏ ବୁଝିହଉଛି? ଆମେ ମାଙ୍କୁ ଜାବୁଡିକି ଧରିଛୁ, ଆମ ହାତର ଷ୍ଟ୍ରଙ୍ଗ କେତେ, ଆମ ଷ୍ଟ୍ରେନ୍ଥ କେତେ କୁହନ୍ତୁ ନା? ଅଛି? ଧରିପାରିବା? ମା ଆମକୁ କାଖାନ୍ତୁ, କୋଉଟା ଠିକ କୁହନ୍ତୁ? ଆମେ ମାକୁ ଜାବୁଡିକି ଧରିବା ଆଉ ମା ଆମକୁ କାଖେଇବେ, ସେଫ୍ଟି ବେଶୀ କୋଉଥିରେ ଅଛି? ମା ଆମକୁ କାଖେଇବେ। এইটা হচ্ছে সাধনা। মা আমাকে কাখেবে। আচ্ছা, মা যেତେବେଳେ আমাকে কাখেଇକି ନେବେ, କେତେବେଳେ ନେବେ? ମୁଁ ଯେତେବେଳେ ମା ଉପରେ ଭରସା କରିବି, ଛୁଆ ଭଳିଆ ଅନୁଭବ କରିବି, ମୋ ମା ପାଖରେ ତ ଛୁଆ। ଏଇ ମା ପାଖରେ ଛୁଆ ଭଳିଆ ଅନୁଭବ ଯେତେବେଳେ ଆସିବ, ସେତେବେଳେ ମା ଆମକୁ କାଖେଇବେ। ଆମ ପାଖକୁ ମୋ ବୟସ ଏତିକି ହେଲାଣି, ମୁଁ ଛୁଆ, ଗୋଟେ ବୟସ ଜ୍ଞାନ ନାହିଁ ନା କଣ? ହିସାବ କରିପାରୁନୁ ଟିକେ? ମୋର ବା ଏତିକି ବୟସ ହେଲାଣି, ମୋ ଛୁଆ ବୋଲି କହୁଛ? ହଁ, ସଇଲା ଆଉ। ମୁଁ ଆସିକି ଏତେ ଏତେ ପାଠ ପଢିଲିଣି, ଚାକିରି ବାକିରି କଲିଣି, ଆଉ ମତେ ତାପରେ ଛୁଆ ବୋଲି କହୁଛ? ଏଇ ନିଜକୁ ଛୁଆ ବୋଲି ମାଙ୍କ ପାଖରେ ସେ ଅନୁଭବ କରିପାରୁନାହିଁ ବୋଲି ମାଙ୍କ ଉପରେ ତାର ଭରସା କମି ଯାଉଛି। ଯିଏ ମାଙ୍କର ପୂର୍ଣ୍ଣ ଭରସା କରିଛି, ତା ଲାଇଫରେ ଯାହା ଆସିବ ମନେ ରଖିଥାନ୍ତୁ, ନିଶ୍ଚିତ ତାକୁ ପ୍ରୋଗ୍ରେସରେ ସାହାଯ୍ୟ କରିବ। ହ୍ୱାଟ ଏଭର କମ୍ସ ଟୁ ୟୁ, ଟେକ୍ ଇଟ୍ ଆଜ୍ ଆନ୍ ଏଡ୍ ଫର ପ୍ରୋଗ୍ରେସ। ହ୍ୱାଟ ଏଭର କମ୍ସ ଟୁ ୟୁ, ତମ ଜୀବନରେ ଯାହା ଆସିଲା, ପ୍ଲସ ଟୁ ରେଜଲ୍ଟରେ ଫେଲ ହେଲା, ସ୍ପେଶାଲ ଭାର୍ଚର କରିହବ, ମିଠା ବାଣ୍ଟି ହବ? ହବନି। ଡିଷ୍ଟିଂସନ ପାଇଛି କିମ୍ବା ତାଙ୍କ ସେଣ୍ଟରରେ ସେ ଟପର ହେଇଛି, କେତେ ସାଙ୍ଗକୁ ଡାକି ଭୋଜି ଭାତ ଦେଇଦବ? ଏଇଟା ହବ ନା ନାଇଁ? ଫେଲ ହେଇଯାଇଛି, ମିଠା ଦେଇହବ? ମିଠା ଦେଇ ହବନି। ସ୍ପେଶାଲ ପାର୍ସଲ କରି ଭୋଜି ଭାତ ଦେଇହବ? ସେଟା ବି ହବନି। କାହିଁକି? କାରଣ ଆମେ ଫେଲୁଅର ସକ୍ସେସ ଭିତରେ ଅଟକିଛୁ। କିଏ ବୁଝିଛୁ କି ମାଙ୍କର ଏଇ ଯୋଉ ଫେଲ କରିବାଟା ଆମ ସାମର୍ଥ୍ୟକୁ ବଢେଇବା ପାଇଁ? ମା ଗୋଟେ ଲେଖିଛନ୍ତି ବାଣୀରେ,
ସେ କହିଛନ୍ତି ମନେ ରଖ, ବିଫଳତା ଅସାମର୍ଥ୍ୟର ଚିହ୍ନ ନୁହେଁ। କଣ କହିଲି ବାଣୀ ମନେ ରହିଲା? ବିଫଳତା ଅସାମର୍ଥ୍ୟର ଚିହ୍ନ ନୁହେଁ। ଆମେ ବିଫଳ ହେଇଯାଇଛୁ ତାମାନେ କଣ ଆମେ ଅସମର୍ଥ? ଅସମର୍ଥ ନୁହେଁ। ଆମ ଭିତରେ ସାମର୍ଥ୍ୟ ଅଛି, କିନ୍ତୁ ସେ ସାମର୍ଥ୍ୟକୁ ପ୍ରପର ୟୁଟିଲାଇଜ କରିପାରୁନ, ବିଫଳ ହେଇଛୁ। ଆଉ ଥରେ ୟୁଟିଲାଇଜ କରୁ ପରଫେକ୍ଟଲି। ଟ୍ରକଟେ ଉପରକୁ ଉଠୁଛି, ଘାଟି ଉପରକୁ, ସେ ଜାଣିପାରୁନଥିଲା ଏଟା ଘାଟିଟା ପଡିବ ବୋଲି ହଠାତ୍, ତେଣୁ ଗିଅର ପୁରା ଲୋରେ ରଖିଥିଲା, ଉଠି ପାଇଲାନି। ବର୍ତ୍ତମାନ ବ୍ୟାକ୍ କରିକି ଆସିବ, ତାହେଲେ ବ୍ୟାକ୍ କରିବାଟା ତା କଣ କୁହାଯାଏ? ଫେଲୁଅର। ତାପରେ କଣ କରିବ? 1 ନମ୍ବର ଗିଅର ପକେଇ, ହନୁମାନ ଗିଅର ପକେଇ ଉଠିବ। ତାହେଲେ ଯୋଉ ହନୁମାନ ଗିଅର ପକେଇବା ପାଇଁ ହେଲା, ଆଗେ ପଛକୁ ଫେରିଛି ନା ନାଇଁ? ଫେରିଛି। ଜଣକୁ ଅଧିକ ଫୋର୍ସରେ ଆମେ ଆଘାତ କରିବା, ପଛକୁ ହାତଟା ନେଉଛୁ ନା ନାଇଁ? ପଛକୁ ହାତଟା ନେଲେ ଅଧିକ ଫୋର୍ସରେ ଯିବ। ପଛକୁ ନ ଆଣିକି ଆଗକୁ ହଠାତ୍ ହେବ, ଏଇଠୁ ଆମେ ଆଗକୁ ଯିବା, କେତେ ଯିବା? ପଛରୁ ପୁରା କରିବା, କୋଉଟା ଫୋର୍ସଫୁଲ ହବ କୁହନ୍ତୁ? କିନ୍ତୁ ଆମକୁ ଫେଲୁଅର ହେଲା ବେଳକୁ ଆମର ହାର୍ଟ ବିଟ୍ ବଢି ଯାଉଛି। ଫେଲୁଅର ଯଦି ପଳେଇଲା ଲାଇଫରେ, ହାର୍ଟ ବିଟ୍ ବଢି ଯାଉଛି, ବିପି ବଢି ଯାଉଛି, ଷ୍ଟ୍ରୋକ ହବାର ଚାନ୍ସ ବି ଅଛି। ଭଗବାନ ରହିଲେ କିଏ ଦୁର୍ବଳ ହୁଏନି। ଏଇ ମା ହଉଛନ୍ତି ଏମିତିକା ମା। ଏଇ ମାଙ୍କୁ ଯିଏ ନିବିଡ଼ ଭାବରେ ଭଲ ପାଇଛି, ତା ଲାଇଫରେ ଯାହା ଆସେ ଅପରଚ୍ୟୁନିଟି ହୁଏ। ମା ସେଥିପାଇଁ କଣ କହିଲେ? ଟେକ୍ ପ୍ଲେଜର ହ୍ୱାଟ ଏଭର ୟୁ ଡୁ, ନେଭର ଡୁ ଏନିଥିଙ୍ଗ ଫର ଦ ସେକ୍ ଅଫ ପ୍ଲେଜର। ଆମେ ମଣିଷ ସବୁବେଳେ ଏଇ କାମ କରୁଛୁ ବୋଲି ପ୍ରୋବ୍ଲେମଟା ଆମର ହଉଛି। କଣ ସେଟା? କୋଉ କାମ ଆମକୁ ଟିକେ ଖୁସି ଦବ ସେଇଟା ବାଛି ବାଛି କରିବା। ଇଏ କାମ ମତେ ଖୁସି ଦଉନି। ଏଠି କେତେ ପ୍ରକାର ଦାୟିତ୍ୱ ଅଛି। ପ୍ରସାଦ ନାୟକଙ୍କର କି ବୁଦ୍ଧି ଜାଣେ ମତେ ଦଉଛନ୍ତି ଲାଟ୍ରିନ୍ ସଫା କରିବା ପାଇଁ। ଏଇଟା ଗୋଟେ କାମ? ଲାଟ୍ରିନ୍ ସଫା କରିବା କାମ ଦେଇଛନ୍ତି। ଲାଟ୍ରିନ୍ ସଫା କାମ କଲା ବେଳକୁ ଆମେ ରିଲୁକ୍ଟାଣ୍ଟ, ଅନିଚ୍ଛା ପ୍ରକାଶ କରୁଛୁ। ରିସେପସନ ସିନା ବସାନ୍ତେ, ମିଟିଂ କଣ କରିବା କଥା ସିନା କହନ୍ତେ, ମାର୍କେଟିଂ କରିବା କଥା ସିନା କହନ୍ତେ, ଡେଲିଗେଟ୍ସ ମାନଙ୍କୁ ବୁଝିବା କଥା ସିନା କହନ୍ତେ, ଗେଷ୍ଟ ମାନଙ୍କ କଥା ବୁଝିବା ସିନା କହନ୍ତେ, ସେଲ୍ ସେଣ୍ଟର ବୁଝିବା କଥା, ଷ୍ଟଲ ଗୁଡା ପଡିଛି ତା କଥା ସିନା ବୁଝିବା କଥା କହନ୍ତେ। କହୁଥିଲେ ଡେଲିଗେଟ୍ସରେ ତା ଲାଟ୍ରିନ୍ କିଏ ସଫା କରି ମତ ଦଉଛନ୍ତି। ଏଗୁଡା ହବନି ମୋ ଦ୍ୱାରା। ନା ନା, ଏ କାମ କରିପାରିବି ଆମେ, ସେଇଆ ଏ କହିଦଉ ସିଧା। ତା ମାନେ କଣ? କାମରେ ଆମର ପ୍ରିଫରେନ୍ସ ରହୁଛି, ରୁଚି ଅଭିରୁଚି ରହୁଛି। କୋଉଠି ଆମର ରିଲେସନ ଆସିବ? ଡିଭାଇନ ରିଲେସନ। ତେଣୁ ଆମର ଡିଭାଇନ ରିଲେସନ ଆସୁନି। ତେଣୁ ମା କଣ କହିଲେ? ଟେକ୍ ପ୍ଲେଜର ହ୍ୱାଟ ଏଭର ୟୁ ଡୁ। ତମେ ଯାହା କରୁଛ ସେଇଥିରୁ ଆନନ୍ଦ ନିଅ। ଘାସ ପଡ ତପସେ, ସେଥିରୁ ଆନନ୍ଦ ନିଅ। ପାଠ ପଢ, ଆନନ୍ଦ ନିଅ। ଘର କାମ କର, ଆନନ୍ଦ ନିଅ। ଝାଡୁ ମାର, ଆନନ୍ଦ ନିଅ। ଯାହା କର, ଆନନ୍ଦ ନିଅ। ଟେକ୍ ପ୍ଲେଜର ହ୍ୱାଟ ଏଭର ୟୁ ଡୁ, ନେଭର ଡୁ ଏନିଥିଙ୍ଗ ଫର ଦ ସେକ୍ ଅଫ ପ୍ଲେଜର। ଆନନ୍ଦ ପାଇବି ବୋଲି କାମ କର ନାହିଁ। ଯୋଉ କାମ କରୁଛ ତା ଭିତରେ ଆନନ୍ଦ ନିଅ। ଆନନ୍ଦ ପାଇବି ବୋଲି କାମ କଲେ ଚାତକ ଭଳିଆ ତ ଅନେଇଥିବା ଗଲା, କୋଉ ଦିନ ଆନନ୍ଦ ମିଳିବ। ତାପରେ ବର୍ଷେ, 2 ବର୍ଷ, 3 ବର୍ଷ, 5 ବର୍ଷ, 10 ବର୍ଷ ଗଲା, ଛାଡ ମ, ଏଥିରେ ଆସିଲା ଆନନ୍ଦ ନାହିଁ। କାହିଁକି? ଆନନ୍ଦ ପାଇଁ ଆମେ କାମ କରୁଥିଲୁ, ମିଳିଲାନି। ଯୋଉ କାମ କରୁଛୁ ଆନନ୍ଦ ନେଉଛୁ। ଷ୍ଟ୍ରାଇକ ହବ, ଟିଚର ମାନେ ପାଠ ପଢଉଛନ୍ତି, ଆନନ୍ଦ ନେଇପାରୁନାହାନ୍ତି। ରାସ୍ତା ରୋକ, ଆସେମ୍ବଲି ଘେରାଉ, ଆମ ଦରମା ବଢା। ସମାନ କ୍ୱାଲିଫିକେସନ, ତାଙ୍କୁ ଦବ 60,000 ଆଉ ଆମକୁ ଦବ 1500। ଶିକ୍ଷା ଷ୍ଟ୍ରାଇକ। ଆନନ୍ଦ ନେଇପାରୁନୁ। ସେ ପାଠ ପଢା କାମ ଭିତରୁ ଆମେ ଆନନ୍ଦ ନେଇପାରୁନୁ ବୋଲି ଆସେମ୍ବଲି ଘେରାଉ କରିଦଉଛୁ, ରାସ୍ତା ରୋକ କରିଦଉଛୁ, ଟାୟାର ଜାଳି ପକଉଛୁ। ସଡନ ଟାୟାର ଗୁଡା ତିଆରି ହେଇଛି ରାସ୍ତା ଷ୍ଟ୍ରାଇକ ବେଳେ ପୋଡାଯିବ, ଏଇଥିପାଇଁ ଟାୟାର ତିଆରି ହେଇଛି। ଆମେ ସେଇଆ କରୁଛୁ ନା ନାଇଁ? କରିଦଉଛୁ। ଦାବି, ଉତ୍ତେଜନା, ପ୍ରତିକ୍ରିୟା ଦେଖା ଦଉଛି ନା ନାଇଁ? ଆମର ଦାବି ପୂରଣ ହଉ, ସରକାର ତମେ ଆମର ଦାବି ମାନି ନିଅ, ହଙ୍ଗାମା। ଏଇଟା ହଉଛି। ମନେ ରଖିବା, ଯେତେବେଳେ ଆମ ଭିତରେ ଗୋଟେ ବିଦ୍ରୋହାତ୍ମକ ଭାବ ଆସେ, କୃପାକୁ ଆମେ ସିଧା ସିଧା ରିଜେକ୍ଟ କରୁ। ବୁଝିପାରିଲେ? ବିଦ୍ରୋହ କରିବେ ତ? ବିଦ୍ରୋହ କରିବା ଦ୍ୱାରା ଗ୍ରହଣଶୀଳତାର ଦ୍ୱାର ବନ୍ଦ ହେଇଯାଏ। ଏଟା ମାଙ୍କ ବାଣୀ, ମୁଁ ମନରୁ କହୁନି। ବିଦ୍ରୋହ କରିବା ଦ୍ୱାରା ଗ୍ରହଣଶୀଳତାର ଦ୍ୱାର ବନ୍ଦ ହେଇଯାଏ। ତାପରେ ଚିନ୍ତା କରନ୍ତୁ, ବିଦ୍ରୋହ କରିବେ କି? ହବ? ବିଦ୍ରୋହ ହବ ତ ଏଥର? ମା ଏଇ କଥା କହିଲେ, ଯେତେବେଳେ ବିଦ୍ରୋହ କରିବ ତମ ଗ୍ରହଣଶୀଳ ଦ୍ୱାରରେ ତାଲା ପଡିଯିବ, ସଟର ପଡିଯିବ, ବନ୍ଦ। ଆଉ ଗ୍ରହଣ କରିପାରିବାନି। ଯଦି ମାଙ୍କ ପ୍ରଭାବକୁ ଗ୍ରହଣ କରିପାରିବାନି, ମାଙ୍କ କୃପାକୁ ଗ୍ରହଣ କରିପାରିବାନି, ପ୍ରୋଗ୍ରେସ ହବ ତ?
ତାହେଲେ ଆମ ପ୍ରୋଗ୍ରେସରେ ପ୍ରତିବନ୍ଧକ କିଏ ହେଇଛି? ଆମେ ନା ମା, ନା ଆମ ଅବସ୍ଥା? ଯଦି ଆମେ ପରିବେଶର ଅବସ୍ଥାକୁ ଆମେ ବଦଳାଇବାକୁ ଚାହୁଁଛୁ, ମା ଗୋଟିଏ ବାଣୀ କହିଛନ୍ତି, ଏ କଲେକ୍ଟିଭ ଆସ୍ପିରେସନ କ୍ୟାନ୍ ଚେଞ୍ଜ ଦ କୋର୍ସ ଅଫ ସାର୍କମଷ୍ଟାନ୍ସେସ୍। ଏ କଲେକ୍ଟିଭ ଆସ୍ପିରେସନ କ୍ୟାନ୍ ଚେଞ୍ଜ ଦ କୋର୍ସ ଅଫ ସାର୍କମଷ୍ଟାନ୍ସେସ୍। ଗୋଟେ ସାମୂହିକ ଅଭିପ୍ସା ପରିସ୍ଥିତିର ଗତିପଥକୁ ବଦଳେଇ ଦିଏ। ଆମର କଲେକ୍ଟିଭ ପ୍ରାର୍ଥନା ରହୁଛି? କଲେକ୍ଟିଭ ପ୍ରାର୍ଥନା ରହୁନି। ପରିବାର ସମସ୍ତେ ଏକ ସାଙ୍ଗରେ ପ୍ରାର୍ଥନା କରୁଛୁ ଗୋଟେ ଉଦ୍ଦେଶ୍ୟରେ, ହେଇପାରୁନି। ଯଦି ଗୋଟିଏ ଉଦ୍ଦେଶ୍ୟରେ ସମସ୍ତେ ପ୍ରାର୍ଥନା କରିବେ, ପରିବେଶ ବଦଳିଯିବ। ଗୋଟେ ପିଲା ଦୁଷ୍ଟ ହେଇଯାଇଛି, ତାକୁ ବଦଳେଇବା ପାଇଁ ଯଦି ପରିବାରର ସମସ୍ତେ ପ୍ରାର୍ଥନା କରିବେ, ସେ ଦୁଷ୍ଟ ହବ? ଦୁଷ୍ଟ ହବନି, ବଦଳିଯିବ। ତାର ଜଣେ ଦୃଷ୍ଟାନ୍ତ ଅଛନ୍ତି ପଣ୍ଡିଚେରୀରେ, କହିଥିଲି ବୋଧେ, ଆଉ ଥରେ କହୁଛି, ଆଉ ମନେ ପକେଇ ଦଉଛି, ରିମାଇଣ୍ଡ କରିଦଉଛି। ଗୋଟେ ପରିବାର ସମସ୍ତେ ମାଙ୍କ ଡିଭୋଟି, କେବଳ ଜଣେ ମାଙ୍କ ପାଖକୁ ଯାଏନି। ଯେହେତୁ ମାଙ୍କ ପାଖକୁ ଯାଏନି, ସେ ଜାଣିଛି ମା ହଉଛନ୍ତି ଡିଭାଇନ ମଦର, ସେତେବେଳେ ମା ଥିଲେ। ତାପରେ ସେ ପିଲାଟା ଦୁଷ୍ଟାମି କଲା। ମୁଁ କହିଥିଲି ନା, ଭଗବାନଠୁ ଦୂରେଇ ଯିବା ଦ୍ୱାରା ଦୁଷ୍ଟ ହୁଅନ୍ତି। ସେ ଭଗବାନଠୁ ଦୂରେଇ ଯାଇଛି, ତେଣୁ ଦୁଷ୍ଟ ହେଇଯାଇଛି। ଆଉ ଏମିତି ଦୁଷ୍ଟ ଡନ୍ ବନିଯାଇଛି, ପଣ୍ଡିଚେରୀର ଡନ୍, ବୁଝିଗଲା। ତେଣୁ ଏତେ ତାର ଖୁନ ଖରାପ, ଏତେ କେସ୍ ତାର ହେଇଗଲା ଯେ ପରିବାର ଲୋକ ଅତିଷ୍ଠ ହେଇଗଲେ। ମା କହିଲେ, ମା ତମେ ଟିକେ କଣ କର। ପରିବାର ସମସ୍ତେ ଆମେ ତମର ଆଶୀର୍ବାଦ ଦେଲୁ, ସେ ଗୋଟେ ପିଲା କେମିତି ୱେ ଆଉଟ୍ ହେଇଗଲା, ତମେ ତମ ୱେ ଆଉଟ୍ ହବ ନା। ପରିବାର ସମସ୍ତେ ତା ପାଇଁ ପ୍ରାର୍ଥନା କଲେ। ମା କହିଲେ ଠିକ ଅଛି। କହିଥିଲେ ନା, ଏ କଲେକ୍ଟିଭ ଆସ୍ପିରେସନ, ଗୋଟେ ସାମୂହିକ ଅଭିପ୍ସା କ୍ୟାନ୍ ଚେଞ୍ଜ, ପରିବର୍ତ୍ତନ କରିଦେଇପାରେ ଦ କୋର୍ସ ଅଫ ସାର୍କମଷ୍ଟାନ୍ସେସ୍, ପରିସ୍ଥିତିର ଗତିପଥକୁ। ବର୍ତ୍ତମାନ ସେଇଟା ହେଲା। ମା ହେଠୁ କ୍ରିୟା କରିବା ଆରମ୍ଭ କଲେ, ତା ଭିତରେ କିଛି ଫୋର୍ସ ଦେଲେ, ଦେଖିବା ସତରେ ତାର ଭିତରଟା ଅଛି ନା ନାହିଁ। ତା ଭିତରେ ପ୍ରଭାବ ପଡ଼ିଗଲା, ତାକୁ ଆଉ ତା କାମ ଗୁଡାକ ଭଲ ଲାଗିଲାନି। ବହୁତ ଦିନ ହେଇଗଲା, ବହୁତ ଗୁଣ୍ଡାଗିରି କଲି, ମାରଧର କଲି, ଆଉ ଏ କାମ ମୁଁ କରିବିନି। ଏଣିକି ଗୋଟେ ନୂଆ ଜୀବନ ବଞ୍ଚିବା, ନୂଆ ଜୀବନ ବଞ୍ଚିବା କହିକି, ଆଉ ନୂଆ ଜୀବନ ଦେବା ଲୋକ କେବଳ ମା। ଆଉ ସେ ଜାଣିଛି ନୂଆ ଜୀବନ ଦରକାର, ସାଧନା ଜୀବନ ଦରକାର, ଆଉ ମୋର ତ ମା ଅଛନ୍ତି, ଆଉ ଯିବା। ମାଙ୍କ ପାଖକୁ ଆସିଲା, ପାଦକୁ ଜାବୁଡିକି ଧଇଲା, କହିଲା, ମୁଁ ଜାଣିଛି ତମେ ମା, ତମେ ଯାହା ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଦବ, ତା ଲାଇଫ ଚେଞ୍ଜ। ବର୍ତ୍ତମାନ ମୋ ଲାଇଫ ଚେଞ୍ଜ କର, ମୁଁ ନୂଆ ଲାଇଫ ଚାହୁଁଛି। ତମେ ମତେ ଆଶୀର୍ବାଦ ନ କରିବା ପର୍ଯ୍ୟନ୍ତ ମୁଁ ତମ ପାଦ ଛାଡିବି ନାହିଁ। ଆଶୀର୍ବାଦ ଦବ, ଛାଡିବି। ଗୁଣ୍ଡା ଷ୍ଟାଇଲ, ଧମକେଇକି ଆଶୀର୍ବାଦ, ପୁଣି ଧମକେଇକି, ହେଲା। ତମେ ମତେ ଏଠି ଆଶୀର୍ବାଦ କର, ମୁଁ ତମ ପାଦ ଛାଡିବି। ଯେପର୍ଯ୍ୟନ୍ତ ଆଶୀର୍ବାଦ ନ କରୁଛ, ପାଦ ଛଡା ହବନି। ଦିଅ ଆଶୀର୍ବାଦ, ଜବରଦସ୍ତ। ମା ସେଠୁ ବାଧ୍ୟ ହେଲେ, ଏଟା ସତରେ କହୁଛି ନା ତା ଗୁଣ୍ଡା ଭାବରେ କହୁଛି। ମା ଟିକେ ତା ସାଇକି ଭିତରୁ ପଶିଲେ, ନା ଏଟା ସତ କଥା କହୁଛି। ରିଏଲି ଏବେ ଚାହିଁଲାଣି। ସେଠୁ ତା ମୁଣ୍ଡରେ ହାତ ରଖିଲେ, ଆଶୀର୍ବାଦ ଦେଲେ, ଯା, ଏଣିକି ତ ଲାଇଫ ଚେଞ୍ଜ ହବ, କିନ୍ତୁ ବି କେୟାରଫୁଲ, ବାଇକ୍ ଚଢିବୁ, କାରଣ ତୋର ଡେଥ ଅଛି। ବାଇକ୍ ଚଢିଲେ, ବାଇକ୍ ଚଢିବୁନୁ। ଇଏ କଣ ଏଟା ମନେ ରଖିପାରିଲା? ତେଣୁ ବାଇକ୍ ଚଢିଲା, ଗାଁ କି କୁଟି ଗଲା, ଏକାଥରେ ଡେଥ ହେଇଗଲା। ତାର ସୋଲ ଟା କିନ୍ତୁ ଚାହିଁଛି ନା ନାହିଁ ସାଧନା କରିବ ବୋଲି। ତାର ଯେ ସାନ ଭଉଣୀଟା ରିସେଣ୍ଟଲି ମ୍ୟାରେଜ କରିଛି, ସିଏ ପ୍ରାର୍ଥନା କରୁଛି, ମୁଁ ଏମିତି ଗୋଟେ ପିଲାର ମା ହେବି ଯିଏକି ଜୀବନ ସାରା ଭଗବାନଙ୍କ ସେବା କରିବ। ମୁଁ ଯାଇଥାଏ ପିଲାର ମା ହେବିନି। ପ୍ରାର୍ଥନା ସିଏ କରୁଛି। ସୋଲ ଚାହୁଁଛି ମତେ ସେମିତିଆ ଗୋଟେ ମାତୃଗର୍ଭ ମିଳନ୍ତା, ଯୋଉଥିରେ ମୋ ନୂଆ ଜୀବନ ତିଆରି ହୁଅନ୍ତା। ମାତୃଗର୍ଭ ପ୍ରସ୍ତୁତ ହେଇଛି ଭଉଣୀର, ସୋଲ ହଉଛି ଭାଇର। ବ୍ୟବସ୍ଥା, ସଂଯୋଗ ତିଆରି ହେଇଗଲା। ଭାଇର ସୋଲ ଭଉଣୀ ଗର୍ଭରେ ସ୍ଥାନ ପାଇଗଲା। ତାପରେ ସ୍ଥାନ ପାଇଗଲା, ଇଏ ଯେହେତୁ ସଚେତନ ଅଛି, ମାଙ୍କୁ ଡାକୁଛି, ଜାଣିପାରିଲା, ଆସି ମାଙ୍କ ପାଖରେ ପହଞ୍ଚିଗଲା। କହିଲା, ମା, ମୁଁ ଏବେ ମାତୃତ୍ୱ ଅର୍ଜନ କରିବାକୁ ଯାଉଛି। କୋଉ ପ୍ରକାର ପ୍ରସ୍ତୁତି ମୋର ଦରକାର,
ଟିକେ ଗାଇडलाइन दियो माँ तो टिप्स सब देले कौन करियो कौन नहीं तेणु माँ को चेतनारे से ता भीतर को तैयारी करछि भीतर किए अछि पिलाटा अछि सोलटा अछि बास ग्रो कला जेतले जन्म नेला ता जेहेतु तुम चेतनारे से तैयारी हिछि तुम ही ता ना दो ए मु कोनटा ना दे एटा ता से सोलटा अछि परा से आत्मा अछि ता ना कोन दे से आत्मा हला से पिला एबे भी अछि डायरी यूनिट रो मुख्य कि अछंती बायोलॉजी क्लास नउछंती पिला को वाइल्ड लाइफ विषय ट्रेनिंग दउछंती हला जीवन सारा केवल मां चाहे से जन साइंटिस्ट अमेरिका ट्रेनिंग नहीं आछंती चाहे बहुत कोटी कोटी टका रोजगार कर पारथांती किंतु कोन करछंती मां का सेवा करछंती केमि देडा हला सोल एस्पिरेशन कलेक्टिव प्रेयर रो प्रभाव केमि चेंज करे देला जानि होछि तेन आम घरे जदि सेमिति किछि पिला कि उशृंखलित होछन विशृंखलित होछन ता पय कलेक्टिवली प्रेयर करछु कि हता जा करछि करना ना मनव जतले ठिकले सिकियो हला ठिकले सिकियो थाना वाला धइलेनी जे हम थाना गोलोनी सेठी जरिमाना दे के आइलोनी ता जेल ने रखेलेनी एटा कोन ठिकले सिकियो सी हरान होछु ना हम हरान होछु कोन ना देखा जेल थाई कि से तार महा आजाद रहछि आमे तो जमीन लाने पे केते कोर्ट दौड़छु वकील को धरछु पैसा पेमेंट करछु किछ गोटे बॉन्ड रखुछु तापर जाई छाडछु हैं हरानडा आमे हो कोर्ट को आमे दौड़छु वकील को आमे धरछु आमे हरान कर दो ना नहीं काई एपर तो गला से तार जतोल विशृंखलित भाव देखा गला आमे कलेक्टिवली ता पे प्रार्थना करथिले कि आमे कहवा पिला तो जो आम पाखे पार्श्वर बसे नहीं ध्यान टे करे नहीं जप करे नहीं है ठीक पिला करें कि आम ताप प्रार्थना करिया ता भितर कोठी ना कोठी गोटे दिन आसो टर्निंग पॉइंट परिवर्तन हो तेरे कलेक्टिव एस्पिरेशन टा बहुत किसी को बदल दिए से श्रीरंग जोग हूँ कलेक्टिव कलेक्टिव से संसार को बदलवा कथा बर्तन अच्छी जो मेटेरियल वर्ल्ड रा बर्तमान डिवाइन वर्ल्ड रे परिणत हो जड़ पृथ्वीटा दिव्य जगत रूप न कलेक्टिव प्रभाव रे तेणु जो कलेक्टिव भाव विषय शिक्षा दब किए भारत वर्ष दब आम भारतीय आम आत्मशक्तिर जागरण भारत शक्ति प्रत्येक भारतीय हिसाब से आम आम सोल रो विकास करवा सेटा हूँ आम जातीयता बोध तार डायरेक्शन लाइन परिचालित हवा ताले प्रत्येक कंट्री आमको फॉलो करेंगे आमको अनुसरण करेंगे आम तक से कथा शिखेवा शेष कौन हम भारत हम स्पिरिचुअल लीडर भारत डिसीजन वर्ल्ड डिसीजन पृथ्वी भविष्य गठन भारत कर तेणु से सामर्थ्य आम मान भर ना नहीं माँ तापर आम कौन कहूँ ना मो द्वारा किसी हेनी ताने से किसी चाहूनी भर लेथर्जी कम करनर्सिया कम कर मो द्वारा हेनी मुझे निजे करुले मो द्वारा हम नहीं माँ कर हम नहीं जदि माँ कर सब संभव ना नहीं ऑल कैन बी डन इफ द गॉड टच इज देयर सब संभव हो पार जदि दिव्य स्पर्श थाए माँ अच्छी आम सागर एमतीका जड़े माँ को पाइचु जे आम के छाड़ी जाते के छाड़ी जाते आम पाखे पाखे सब से देखती आम सीना मन पकाउनु छाड़ी दूरे जाऊँ माँ आम पाक आसती मो पिलाटा कौट झुंटी पड़ो कि मो पिलाटा कौट पड़ो कि मो पिलाटा कौट इंजोर्ड हो पाखे पाखे थे हठात कौट पड़े इलो माल कहले आदि बटी माँ कोले ने पाखे थे बोली कोले ने ना बुझे यही अवस्था आमर दरकार ये माँ आम पाखे सब अच्छे श्रीरंग कहले ऑलवेज बिहेव as if the mother is looking at you because indeed she is always present हाँ सारी माँ कौन कहले श्रीरंग कौन कहले ऑलवेज बिहेव सर्वदा एपरी आचरण कर as if सत्य जमीती the mother is looking at you माँ जमी तुम देखुं because कारण indeed she is always present वास्तव रे से सब बेले आम सहित अच्छा बुझे जो माँ आम सहित सब अच्छा
आम कहूँ माँ मो पाखे ना माँ को उपस्थित केमती अनुभव करवा बाय कन्स्टांट रिमेम्बरेंस ऑफ द मदर एंड ओपन टू आवरसेल्फ आउ रिपीटिंग द मदर्स नेम तीनटा कथा करिया अभ्यास जेटा कहली बाय कन्स्टांट रिमेम्बरेंस ऑफ द मदर माँ को निरवच्छिन्न भाव में स्मरण करने द्वारा एंड ओपन टू आवरसेल्फ हेल्प माँ का सहायता प्रति निज खोली धरवा द्वारा माँ को उपस्थिति बलवती रहे ये हूँ आम चाबिकाठी आम प्रोग्रेस चाबिकाठी कौनटा निरवच्छिन्न भाव में माँ को स्मरण करवा सहायता प्रति निजक खोली धरवा ये हूँ चाबिकाठी यदि यही कम कर पारे प्रोग्रेस निश्चित हम धन्यवाद तू शुणी पारे हाँ इंडिया पाकिस्तान बस बस इटा नेगेटिव नुह इटा प्री डेस्टिन्ड गोटे पिला दुष्टामी करके आम घर अलग है आम 4 भाई कि 5 भाई गोटे भाई जाके अलग है कौन जीवन मारदवा सी यदि बदमाशी कर बुझे सुझे पुणी आम सहित मिसेवा कारण से आम परिवार लोक पाकिस्तान आमर ना पाकिस्तान अलग कर आमर कौन से कारण से अलग हो मिसेवा तेनाली मानु नहीं जो पिला अमानिया अबुझा हो उत्पात कर निजर अनिष्ट करुच्ची सहित अन्य मान अनिष्टर कारण हो दिचटकणा पकईकी शिक्षा दवा दरकार से बर्तमान इंडिया कर दिचटकणा पकईकी शिखौ तू आमर रही ये बदमाशी कर मिसेबू ना ते आहरी सब आड़ कटकणा कर 5 प्रकार कटकणा कर बर्तमान जो पाकिस्तान को युद्ध न कले मरजु जान ना भारत एमती ट्रिक कर 5 प्रकार कटकणा कर जो से युद्ध न हो पाकिस्तान मरजु है से तार व्यवसायिक क्षेत्र में बंद तार जो मीडिया सी बंद एरोप्लेन जो एयर सी बंद जलपथ सी बंद आर्थिक सहायता सी बंद है सब बंद बिजनेस ठप कौन कर देवालिया हो सारे युद्ध करके पैसा ना देवालिया हो सारे खाया पाऊनी जल बंद कर सिंधु नदी बंद पानी पाइबनी जन बचो तो सिंधु नदी बंद कराई जलपथ बंद जो कहली जल जहाज तार आम ये आसिक बिजनेस कर वायुजान तार सी चलचित्र हो पारनी मीडिया तार जो यूट्यूब फ्यूट्यूब सब खोली सी बंद हो 5 प्रकार बंद जो कराई सबुआड़े आगचा से युद्ध न हो ना भारत बुद्धि अच्छी ना नहीं खालटार से पृथ्वी गुरु की भारत बुद्धि अच्छी पॉजिटिव नेगेटिव आपण जो कहले कि लाइक दिस टू सर्विस टू गॉड जदि वो जड़े व्यक्ति हमर मानव सेवा करছে তার কোয়া যে সার্ভিস ইজ ম্যানকাইন্ড সার্ভিস টু গড তাহলে সে তার জীবনের উচ্চ লক্ষ্যে পৌঁছে যাচ্ছে না बढ़िया क्वेश्चन डिफाइन करो हला सर्विस टू मैनकाइंड इज सर्विस टू गॉड ताको बदलेवा सर्विस टू गॉड इज सर्विस टू ऑल हला कहीं जदि आम मानव जातिर सेवा करुचे ताले मानव चेतना भितर बांधी रहा अतिक्रम कर मानवीय चेतना को अतिक्रम कर आम दिव्य चेतना को लेकिन पूरा दिव्य हवा आ मानवीय चेतना रही कि तेणु जो दिव्यंकर सेवा कर दिव्य मनुष्य भितर अच्छे ना नहीं भगवान सेवा कले मनुष्य सेवा पाइब ना नहीं तो से उल्टेवा सर्विस टू गॉड इज सर्विस टू ऑल सर्विस टू मैनकाइंड इज सर्विस टू गॉड थिला प्रतिमान सतल न आसी थिला हला यथार्थ मनुष्य मनुष्य पुणिया देखो से ठीक अच्छे
लिमिटेड हाँ किंतु लिमिट कर दिए हमको है लिमिटेड जेहेतु कर दिए ताको आमर आहुरी अतिक्रम करियार अछि पूर्णता आम लक्ष्य अछि भगवान हे उठियार अछि तेणु ता भितर केମିତି बांधि ହେଇଯିବା तेणु भगवानଙ୍କର सेवा कले ସମସ୍ତଙ୍କର सेवा କରିପାରିବା ଖାଲି ମଣିଷର ନୁହଁ विश्व प्रकृतिर भी सेवा करिପାରିବା गछलता ମାନଙ୍କର सेवा करिପାରିବା जीवजंतु ମାନଙ୍କର सेवा करिପାରିବା कारण जो आस्पुरा द्वारा जो अतिमानस डिसेंड करिवो से समस्त उपकृत हेबे मु सूर्य को आवाहन करिवि कौन मते सूर्य से आलो दी पळेबे समस्त आलो पाइबे ना नहीं ठीक से भली मु जदि अतिमानस को आवाहन करछि तले अतिमानस समस्त क्रिया करिवो ना नहीं तेणु तो भगवान को सेवा करा जो अतिमानस क्रिया करिया पे बाध्य हो अतिमानस क्रिया रे प्रत्येक मनुष्य उपकृत होइছে तार अभाव किछ रहइबो then service to mankind is service to God एटा थिला अतिमानस न आसे पूर्व अतिमानस आसी गला परे service to God is the service to all हला हां ठीक भगवान कर सेवा गुड मा भी गोटे बाणी लिखिछन हमें कहूचे भगवान का सेवा रो अधिक आनंद किछ नाही खाली भगवान का सेवा कोटा whatever you do it as perfectly as you can that is the best service to the divine in man माउथर को जीवानी whatever you do तुम जहा कर तुम्हारा कर्म जा भी do it as perfectly as you can ये जो परफेक्ट शब्द रा जोड़ी दिया है सर्वोच्च पूर्णता की भगवान भगवान को जोड़ी ले कि परफेक्शन हो भगवान को बात देले परफेक्शन आसीबो परफेक्ट होती ब्रैकेट रहबो डिवाइन सेंसेस हां हला तेणु भगवत चेतना रे अर्थात जो परफेक्शन कथा जो कहछि व्हाटएवर यू डू इट एज परफेक्टली एज यू कैन तुम तम सामर्थ्य रे जेति की परफेक्ट करि पारुछ परफेक्ट माने हम कहू परफेक्ट बुझ कोन कि निर्भुल भूल ही नथियो इडा कळ बुझ परफेक्ट ताते भगवान थिया दरकार भूल ही नथियो कि भगवान नथियो ताल कोन राडा परफेक्ट भगवान को जोड़िले जाके परफेक्ट तो जो काम भगवान ना भगवान को सकाश है भगवान को चेतना रे करा है भगवान को शक्ति रे करा है आ भगवान को उद्देश्य रे करा है भगवान को समर्पित करा है एटा के परफेक्ट दी करियो तेन जहा करिया भगवान को सकाश भगवान को द्वारा आ भगवान को पाखरे निवेदित है भगवत चेतना रे प्रेरित है हम करियो कर्मण्यवाधिकारस्तु ना फल सुखदाचरण ए भावडा भी कर्म रहे गीतारे कथा कहै कर्म करिया फल आशा रखियानी आम बादी काम करछु एथि तो मिलियो कोन आग हिसाब करछु बुझियो जी आम आगे हिसाब कलु एथि मे काम करबी जे मते मिलियो मु तो सेही घंटाटा अन्य काम कले से मास्टर मते कहछि 25000 दबो आ इतिहास घंटाटा काम कले के दो रकम दे देबे के देबे आ तले ठीक है कैसी हैं मुझे कंप्यूटर लैब रे घंटा नहीं काम करी से मतलब मासु 25000 दबल कहिस मु एठी आसी ना हिसाब करछ ना नहीं बुझियो छी कारण हम किछ फल आशा नहीं की काम करछे एटा साधन हो तेनो व्हाटएवर यू डू इट एज परफेक्टली एज यू कैन दैट इज द बेस्ट सर्विस टू द डिवाइन इन मैन मनुष्य पक्षरे सेठी होची सर्वोत्कृष्ट भगवत सेवा ए भगवान सेवा गोटे जानिला आम खाली कहना रिलीफ सेंटर सेवा कले फूल सजेले ग्रिल सफा कले प्लेट धोइले फेस देले पाठचर काम कले दरी पड़ी सफा कले भगवान सेवा खाली एटा ना ता परे आउरी अछि ना नहीं संसार सारा जतक काम अछि सबुडा भगवान करना हमर तो से काम का को दृष्टिकोण देखुछु हेला संसार रे जत काम अछि ताको को दृष्टिकोण देखुछु आमे दिन रे केते काम कल दैट इज नॉट मैटर से लिखि छ देला हाउ मच वर्क यू हैव डन दैट डजंट मैटर इन व्हिच एटीट्यूड यू हैव डन दैट मैटर्स मोस्ट आमे को मनोभाव रे काम करछु सेटा होछि गुरुत्वपूर्ण त आमे तो परफेक्ट कथा कहउछु भगवान का सेवा कथा कहउछु एटीट्यूड रहबा दरकार भगवान को उद्देश्य एटीट्यूड जानेला पा आ किछि सारिया ठीक है नीरव रहिया मां पाखरे कार्यक्रम निवेदन करिया
Supreme Lord, eternal truth, let us obey thee alone and live according to truth. परमोच्च प्रभु सत्य नित्य त्वामेव केवलम अनुवर्ता महे सत्यम अनुजवाम केवलम। हे परम प्रभु चिरंतन सत्य, आमे केवल तुमरी आज्ञा हो उठू और सत्यर विधान को आश्रय करी जीवन धारण करू। ओम आनंदमयी चैतन्यमयी सत्यमय परमे। ओम शांति शांति शांति।